ଏବେ ଦେଖାଗଲା। ଦେଖ ଏଇ ସବୁ ଗୁଡାକ ଲେଖିଦେଇଛି। ପୁରା କ୍ଲିୟର ନା? ଆଉ କିଛି ପ୍ରୋବ୍ଲେମ ନାହିଁ? ହଁ ପୁରା। ନାଇଁ ନାଇଁ। ହୁଁ। ତ ପୁଣି ଆରମ୍ଭରୁ ଦେଖିବା। ଦେଖ ଆଜି ଆମେ ମୁଁ କଣ କହିଥିଲି, ଆମର ସ୍ପୋକେନ ଇଂଲିଶ ରେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ହଉଛି ଟେନ୍ସ। ତ ବହୁତ ପିଲା କହିବେ, ଯିଏ ବି ଆସିନାହାନ୍ତି ପରେ ଦେଖିବେ, ତ ଟେନ୍ସ କଣ ଛୋଟ ଛୋଟ ଛୁଆ କଥା ଏ ସବୁ କହୁଛି। ସେମିତି କିଛି ନାହିଁ, ଆମେ ଯାହାକୁ ଛୋଟ ବୋଲି ଭାବୁଛୁ ତାକୁ ପ୍ରାୟତଃ ସ୍କିପ୍ କରିଦଉଛୁ। ନା ଛାଡ, ଏଇଟା କଣ ନା, ସବୁ ଜିନିଷ ଶିଖିବାର ଅଛି ଡିପଲି। ନାଇଁ ମୁଁ ପୁରା ହଁ ଫଣ୍ଡା। ହଁ ହଁ, ପୁରା ତଳ ଲେବୁଲରୁ ଏକଡୁ ପଢିଲେ ଯାଇକି ଉପରକୁ ଯିବା। ଆଉ ହଠାତ୍ ପରୀକ୍ଷା ଦେଇପାରିବନି, ଚାକିରି କରିପାରିବନି, କି କାହାକୁ ପଢେଇ ପାରିବନି। ତ ଆମକୁ କଣ କଣ ଶିଖିବାର ଅଛି ନା, ଟେନ୍ସ ଶିଖିବାର ଅଛି। ଟେନ୍ସ ସହିତ ଆଉ କଣ ରହିଲା ନା, ଟୁ ବି ବୋଲି ଗୋଟେ ଅଛି, ତାପରେ ଟୁ ହ୍ୟାଭ୍ ଅଛି, ହେଲା। ଆଉ ଅଛି ମୋଡାଲ୍ସ। ଏଇ ଯୋଉ ଚାରିଟା ହଉଛି ଏଇଟା ବହୁତ ଇମ୍ପୋର୍ଟାଣ୍ଟ, ଏଇଟା ହଉଛି ଫାଉଣ୍ଡେସନ। ଚାରିଟା କଣ? ଫାଉଣ୍ଡେସନ। ରେକର୍ଡିଂ ଟା ଅନ୍ ଆଜ୍ଞା। ଅଛି ନା? ରେକର୍ଡିଂ ଟା ଦେଖିଲ? ରେକର୍ଡିଂ ଅଛି ମୋବାଇଲରେ ଅନ୍ ଅଛି? ହଁ ନ ଅଛି ନା କଣ, ଏମିତି ରେକର୍ଡିଂ ଖାଲି ଲେଖା ହେଇଛି ଏମିତି। ହଁ ହଁ ହଁ, ଅନ୍ ଅଛି ଅନ୍ ଅଛି। ହେଲା। ତ ଏଇଟା ହଉଛି ଆଜ୍ଞା। ଆମର ସ୍ପେଶାଲ ଷ୍ଟ୍ରକ୍ଚରଟା ଦେଖିବା ବର୍ତ୍ତମାନ। ସ୍ପେଶାଲ ଷ୍ଟ୍ରକ୍ଚରର ଡେ ୱାନରେ ଆମକୁ କିଛି କଣ ଆମକୁ ଭର୍ବ ବିଷୟରେ ଜାଣିବାର ଅଛି। ଭର୍ବ ମାନେ କଣ ନା କ୍ରିୟା। ଭର୍ବ ମାନେ କ୍ରିୟା। ଯେମିତି କି ଏଠି ମୁଁ କିଛିଟା କ୍ରିୟା ଲେଖିଛି, ଆଉ ଆପଣ ବାହାରୁ ପଢିବେ। ଯେମିତି ଏଠି ୱେକଅପ୍ ଅଛି, ୱେକଅପ୍ ମାନେ ଏଟା ଭୁଲ ଅଛି, ମୁଁ ପରେ ଏଟା କରେକ୍ସନ କରିଦେବି। ୱେକଅପ୍ ମାନେ ନିଦରୁ ଉଠିବା। ଆଜ୍ଞା। ନିଦରୁ ଉଠିବା। ତାପରେ ଷ୍ଟାଣ୍ଡ ଅପ୍। ଷ୍ଟାଣ୍ଡ ଅପ୍ ମାନେ କଣ? ଠିଆ ହବା, ବସିଥିବା, ତାପରେ ହଠାତ୍ ଉଠିକି ଯିବା। ଆଉ ଯିଏ ଯିଏ ଡେଲି କ୍ଲାସ କରୁଛି ତାକୁ ହିଁ ମୁଁ ପିଡ଼ିଏଫ୍ ଦେବି, ନହେଲେ ଦେବି ନାହିଁ। ମୁଁ ଏତେ ପରିଶ୍ରମରେ କରୁଛି, ହେଲା, ଏତେ ପରିଶ୍ରମରେ କରୁଛି, କିଏ ଆସୁନି, ମୁଁ କଣ ପାଇଁ କାହାକୁ ଦେବି? ତାପରେ ଏଠି ଏଠି ଲେଖିଛି ଦେଖ, ଅବେ। ଅବେ ମାନେ ମାନିବା, ଆଜ୍ଞା ପାଳନ କରିବା। ତାପରେ ଡ୍ରିଙ୍କ। ଡ୍ରିଙ୍କ ମାନେ ପିଇବା କିଛି ବି। ହ୍ୟାଙ୍ଗ। ହ୍ୟାଙ୍ଗ ମାନେ ଟାଙ୍ଗିବା ବା ଝୁଲେଇବା। କୁକ୍ ମାନେ ରୋଷେଇ କରିବା। ବର୍ତ୍ତମାନ କିଛି ଲେଖନ୍ତୁ ନାହିଁ, ଏଇଟା ପରେ ଲେଖିଦେବେ। ପରେ ଆଜ୍ଞା। ଲେଖିଦେବେ। ଖାଲି ଖାଲି ଦେଖି ଦେଖି ଯିବେ। ତ ସ୍ପେଶାଲ ଷ୍ଟ୍ରକ୍ଚରର ଆମର ଷ୍ଟ୍ରକ୍ଚର ୱାନରେ ଆମେ ଆରମ୍ଭ କରିବା। ଭର୍ବ ୱାନ୍ ପ୍ଲସ୍ ଅବଜେକ୍ଟର, ଯାହାର ଅର୍ଥ ହଉଛି କି ଭର୍ବ ୱାନ୍ ପ୍ଲସ୍ ଅବଜେକ୍ଟ ମାନେ ଅର୍ଡର କିମ୍ବା ରିକ୍ୱେଷ୍ଟ। ଅର୍ଡର ମାନେ କିଛି ଗୋଟେ ଅର୍ଡର ଦବା। ଏଇ ତୁ ଯା, ସିଆଡେ ଯା, ଇଆଡେ ଆସେ, ନା ଏଇ କାମଟା କରୁନା, ନା ସେଇ କାମଟା କରୁନା, କହୁନା ଏସବୁ ଜିନିଷ। ଆଉ request, ଜଣକୁ କେମିତି ଆମେ ଅନୁରୋଧ କରୁଛୁ, ହେଲା। ଯଦି କିଛି ବ୍ୟାକଗ୍ରାଉଣ୍ଡ ସାଉଣ୍ଡ ହଉଛି ସେଟା ମ୍ୟୁଟ କରିଦେବେ ସେପଟରୁ, ଯିଏ ବି ଜଏନ୍ ହଉଛି, ହେଲା। ତ ଦେଖନ୍ତୁ ଏଠି ଷ୍ଟ୍ରକ୍ଚର ୱାନରେ ଯେମିତି ଆମର ଅଛି, ଏଠି ଉପରକୁ ଲେଖିଛି ମୁଁ ଠିଆ ହେଇଯାଅ। ଠିଆ ହୋଇଯାଅ ମାନେ କଣ? ଜଣକୁ ଆମେ ଏଠି ରାମ କିମ୍ବା ଭୀମ କିମ୍ବା ଶ୍ୟାମ ଏଠି କିଛି ନାଁ ଧରିଲେ କି? ନା, ନାଇଁ ନାଇଁ। କିଛି ଧରୁନାହାନ୍ତି, ଡାଇରେକ୍ଟ କହିଲେ ଠିଆ ହେଇଯାଅ। ମାନେ ଭର୍ବ ୱାନ୍ ର ଏଠି ୟୁଜ କରିବ, ହେଲା। ଦେଖନ୍ତୁ ସେମିତି ଏଠାରେ ବସିଯାଅ। ଏଠି ବି ଡାଇରେକ୍ଟ ବସିଯାଅ କହିଲେ, କାହା ସହିତ କିଛି ଡିସ୍କସନ ନାହିଁ। ଏଠାରେ ବସିଯାଅ, ମୋ ସହିତ କଥା ହୁଅ, ମତେ ଧ୍ୟାନରେ ଶୁଣ, ପାଠ ପଢ, ଫ୍ୟାନ୍ ଅନ୍ କରିଦିଅ, ମୋ ପାଇଁ ଗୋଟେ ଗ୍ଲାସ ପାଣି ଆଣିଦିଅ। ତାପରେ ଏପଟେ ଲେଖିଛି କିଛି, କବାଟ ଖୋଲିଦିଅ, ରୁମକୁ ସଫା କର, ଲେଖ, ରାଇଟ୍, ବାହାରକୁ ଚାଲିଯାଅ, ଗୋ ଆଉଟସାଇଡ। ଡାଇରେକ୍ଟ କହିଦେଲେ ଆମେ। ମୋବାଇଲକୁ ରଖିଦିଅ, ହେଲା। ଏଟା କାହାର ନାମ କିଛି ମେନସନ ନାହିଁ। ଲାଇଟ୍ ବନ୍ଦ କରିଦିଅ, ଡାଇରେକ୍ଟ ନା, ସୁଇଚ ଅଫ୍ ଦ ଫ୍ୟାନ୍, ଲାଇଟ୍ ବନ୍ଦ କରିଦିଅ। ଷ୍ଟେଜ ଉପରକୁ ଆସିଯାଅ, କମ୍ ଅନ୍ ଦ ଷ୍ଟେଜ, ହେଲା। ତ ଯୋଉଠି ବୁଝୁନି ମତେ କହିବେ। ଏଠି କିଏ ନାହିଁ, କିଏ ନାହିଁ ଡିଷ୍ଟର୍ବ କରିବାର ନାହିଁ, ବହୁତ ବଢିଆ। ତମର ଭାଗ୍ୟ ଭଲ, ହେଲା। ଯାହା ବୁଝୁନି କହିବ। ଆଉ ବେଶୀ ପିଲା ଥାଇଥିଲେ ଆମେ ମ୍ୟୁଟ କରିଦେଇଥାନ୍ତେ। ତ ଯାହାକି ମାନେ ଡାଇରେକ୍ଟ କାମ ବିଷୟରେ କହୁଛି, ସେଟା ଆମେ ଭର୍ବ ୱାନ୍ ରୁ ଆରମ୍ଭ କରୁଛୁ। ଯେମିତି କି ମୋର ସାହାଯ୍ୟ କରିଦିଅ, ମୁଁ କିଛି ଏଠି ଲେଖିଛି ଦେଖିଏ। ଦେଖନ୍ତୁ, ମୋର ସାହାଯ୍ୟ କରିଦିଅ ବା କରିଦିଅନ୍ତୁ, ହେଲ୍ପ ମି ମାନେ ମତେ ସାହାଯ୍ୟ କର। ଯାହା ମୋର ସାହାଯ୍ୟ କରିଦିଅନ୍ତୁ, ସେଇଆ। ସେଠାକୁ ଚାଲିଯିବ, ଗୋ ନା। ଦେୟାର, ଦୟାକରି ମୋ ସହିତ କଥା ହୁଅ। ଏଠି ଆସିଲେ ଦୟାକରି ହିଁ ଆସିବ, ଆଉ କିଛି ଆସିବ ନାହିଁ।
ଦୟାକରି ହିଁ ଆସିବ। ଯେମିତି କି ଶ୍ୟାମ ଦୟାକରି ମୋ ସହିତ କଥା ହୁଅ, ହରି ଦୟାକରି ମୋ ସହିତ କଥା ହୁଅ, ହେଲା। ଆଜ୍ଞା ସୁନନ୍ଦା ଭିଡିଓ ମୋଡରେ ଆସନ୍ତୁ, ଭିଡିଓ ମୋଡରେ ଆସୁ। ଆଉ ଅଡିଓ ଟା ମ୍ୟୁଟ ଯଦି କରିବ, ଅଡିଓ ଟା ମ୍ୟୁଟ କରିଦେଲେ ଭଲ, କାଳେ କିଏ ଡିଷ୍ଟର୍ବ କରିବେ। ଅଡିଓ ଟା ମ୍ୟୁଟ କରିଦିଅ, ଭିଡିଓ ମୋଡରେ ଆସ, ଭଲ ଲାଗିବ, ଯେମିତି କି ଆମେ ମିଳିମିଶିକି ପଢୁଛୁ। ସୁମନ ଦାସ, ହ୍ୟାଲୋ, ଶୁଣିପାରୁଛ? ମୋର ଅଡିଓ ଠିକ ଅଛି ନା ରାଧାକାନ୍ତ? ଅଡିଓ ଅଡିଓ ଠିକ ହଁ ଅଛି? ସାର୍, ହଁ ଠିକ ଅଛି, ଭିଡିଓ ଅଡିଓ ସବୁ ଠିକ। ହୁଁ ହୁଁ। ଦେଖନ୍ତୁ ଏବେ ଆମେ କୁଆଡେ ଯାଇଥିଲ କୁଆଡେ? ମୋ ରାଗିବାର କିଛି ନାହିଁ ହେଲା, ଏଇଟା କିଛି ଫ୍ରେଣ୍ଡସିପ ରେ କଥା ହଉଛୁ। କୁହ କୁଆଡେ ଯାଇଥିଲ? ନା ସାର୍ ଡ୍ୟୁଟି ଏମିତି ଥିଲା ଜାଣିଛୁ ତ ଆଜି କଣ ଯାଇଥିଲି ସବୁ, ଜଷ୍ଟ ଆଜି କଣ ସବୁ ମୁଁ ରାତି ଯାକ ଡ୍ୟୁଟିରେ, ଆମେ ଡ୍ୟୁଟିରେ ଟିକେ ଟିକେ ଅଳସୁଆ ହେଇଯାଉ, କିନ୍ତୁ ରାତି ଯାକ ମୁଁ ଏଇ ପିଡିଏଫ ଟା ତିଆରି କରୁଥିଲି ମୋବାଇଲରେ ବସିକି। ଆଜ୍ଞା ହୁଁ। ଆଉ ଏତିକି ମୁଁ ରାଧାକାନ୍ତକୁ କହିଲି, ଯେଉଁମାନେ ରେଗୁଲାର କ୍ଲାସ କରିବେ, ଯେଉଁମାନେ ଇଣ୍ଟରେଷ୍ଟେଡ ହେବେ, ସେମାନଙ୍କୁ ମୁଁ ମୋର କିଛି ସ୍ପେଶାଲ ହେଲ୍ପ ରହିବ ସେମାନଙ୍କ ପ୍ରତି, ହେଲା। ଆଜ୍ଞା ସୁନନ୍ଦା ବିଷୟରେ ଜାଣିଛ ରାଧାକାନ୍ତ? ଯେତେବେଳେ ମୁଁ ଜାନୁଆରୀ ନା 1 ରୁ କ୍ଲାସ ଆରମ୍ଭ କରିବା ପାଇଁ କହିଲି, ହେଲା, ଆଜ୍ଞା ଏ ଗୋଟେ ଲୋକ ଯିଏ କି ମତେ କହିଲେ ସାର୍ ପ୍ଲିଜ ଆରମ୍ଭ କରନ୍ତୁ, ମୋର ସେତେବେଳେ ଗୋଡ ହାତ ଥରିଲା, ମାନେ କିଛି ମୋର, ମୁଁ ଲେଖିନି, ମୋର ପିଡିଏଫ କିଛି ନାହିଁ, ହେଲା। ଏମିତି ପିଲା ବି ମୋ ପାଖରେ ନାହିଁ, ଆରେ କେମିତି କଣ କରିବି, ମୋର କିଛି ରେଡି ମୁଁ ହେଇନି। ତାପରେ ହେଠି ଧୀରେ 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 ଏତେ ପିଲା ଆସିଲେ ଯେ ତାପରେ ସେମାନେ ବି କୁଆଡେ ଗାଏ, ତ କାହା ବିଷୟରେ ଆମେ ଚିନ୍ତା କରିବାର ନାହିଁ। ଦେଖନ୍ତୁ ସୁନନ୍ଦା, ମୁଁ ସ୍ପେଶାଲ ଷ୍ଟ୍ରକ୍ଚର ରୁ ଆରମ୍ଭ କରିଲି। ଆଜ୍ଞା ଆମକୁ କଣ ନା, ଆଜ୍ଞା ଆମକୁ ଟେନ୍ସ ଆଉ ଟୁ ବି, ଟୁ ହେଭ୍ ଆଉ ମୋଡାଲ୍ସ, ଆଜ୍ଞା ଏ ଚାରିଟା ବହୁତ ଇମ୍ପୋର୍ଟାଣ୍ଟ। ଯଦି ସେପଟରୁ କିଏ ଡିଷ୍ଟର୍ବ ଆଜ୍ଞା କରିବେ, ଆପଣ ମ୍ୟୁଟ ଫଟକିନା ମ୍ୟୁଟ କରିଦେବେ ନା। ଆଜ୍ଞା ହୁଁ। ଆଉ ଆରମ୍ଭରୁ ମୁଁ ଏବେ କିଛି ନାହିଁ, ଦେଖନ୍ତୁ ମୁଁ ଟିକେ ଇଏ ପେଜ ଟା ଉପରକୁ ନେଇଯାଉଛି, ଏତିକିରୁ ଆମେ ଶିଖିଲେ ସ୍ପେଶାଲ ଷ୍ଟ୍ରକ୍ଚର। ଆଜି ସ୍ପେଶାଲ ଷ୍ଟ୍ରକ୍ଚରରୁ ଆରମ୍ଭ ହଉଛି। କିଛି ଭର୍ବ ଥିଲା ମୁଁ କହିଦେଲି, ଆଉ କିଛି ଭର୍ବ ଆପଣ ମାନେ ଟିକେ ଆରେଞ୍ଜ କରିକି ମୁଖସ୍ଥ କରିଦେବେ। ତାପରେ ଏଇଟା ଡାଇରେକ୍ଟ ଦେଖ, ଆଜ୍ଞା ଠିଆ ହେଇଯାଅ, ଏଠାରେ ବସିଯାଅ, ମୋ ସହିତ କଥା ହୁଅ। ଏଠି ମୁଁ କାହାର ନାମ ଧରିନି, କବାଟ ଖୋଲିଦିଅ ଏମିତି କହିନି ଯେ ସୁନନ୍ଦା କବାଟ ଖୋଲିଦିଅ, ରୁମକୁ ସଫା କର, ହେ ରାମ ରୁମକୁ ସଫା କର, ହୁଁ, ପିଲାମାନେ ଲେଖ, ସେମିତି କିଛି ଆଜ୍ଞା ନାହିଁ। ଡାଇରେକ୍ଟ ଭର୍ବ ଯୋଉଟା ଆସୁଛି ସେଟାକୁ ଆମେ ଷ୍ଟ୍ରକ୍ଚର 1 ରେ ଆମେ ନାମ ଦେଲେ, ହେଲା। ବୁଝିଲା? ଯୋଉଟା କି ଷ୍ଟ୍ରକ୍ଚର 1 ର ଭର୍ବ ଆଜ୍ଞା 1, ପ୍ରଥମ ଭର୍ବ ସହିତ ହଁ ଅବଜେକ୍ଟ ଆସିବ। ଆଉ ଅବଜେକ୍ଟ ବିଷୟରେ ମୁଁ ଡିପଲି ପରେ ଆଜ୍ଞା ପଢେଇବି। ଏଠି ଦେଖନ୍ତୁ, ଖାଲି ଆମେ ଦେଖି 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 ଯିବା। ଦୟାକରି ମୋ ସହିତ କଥା ହୁଅ, ପ୍ଲିଜ ଟକ୍ ଟୁ ମି, ଆସିଲେ ପ୍ଲିଜ ହିଁ ଆସିବ, କିନ୍ତୁ କୌଣସି ଆଜ୍ଞା ସବଜେକ୍ଟ ଆସିବନି। ଏମିତି କହିବାନି ରାଣୀ ମୋ ସହିତ କଥା ହୁଅ, ଶ୍ୟାମ ମୋ ସହିତ କଥା ହୁଅ, ସେମିତି କିଛି ନାହିଁ। ଏଠି ଦେଖନ୍ତୁ, ଯାହା ବି ବୁଝୁନ ମତେ କହିବ। ଏଠି ତ ଠିକ ଅଛି, ହେଲ୍ପ ମି, ମୋର ସାହାଯ୍ୟ କର, ଗୋ ଦେର, ସେଠାକୁ ଯାଅ। କିନ୍ତୁ ପ୍ଲିଜ ଟକ୍ ଟୁ ମି ରେ ଏଠି ଦେଖୁଥିବେ ଯେ ପ୍ଲିଜ ଟକ୍ ୱିଥ ମି, ମୋ ସହିତ, ଟୁ କେମିତି ହେଲା ନା। ଏଗୁଡା ଏମିତି କିଛି ଜିନିଷ ଅଛି ଆଜ୍ଞା ଯୋଉଟା କି ଆମେ ଟିକେ ମନେ ରଖିବାକୁ ପଡିବ। ଏଠି ଆମର ତ ଆଜ୍ଞା ଆମ ସାଧାରଣତଃ ୱିଥ ଲଗେଇଲେ ହଉଛି, କିନ୍ତୁ ବହୁତ ଇଏ କରିବାର ଅଛି, ଯେମିତି କି ଆରେ ଇଏ ଭଲ ଇଂଲିଶ କହୁଛି, ସେଠି ଟୁ ଲଗାଯାଏ, ହେଲା। ଟୁ ଟା ମାନେ ଭଲ ୟୁଜ ହୁଏ ଅଧିକ ଜାଗାରେ। ତ ପ୍ଲିଜ ଟୁ ଟୁ ମି, ଆମେ ବି ସେମିତି ଚାଲିବା, ଯେମିତି ୟୁଜ କରୁଛନ୍ତି ଲୋକ ସେମିତି ଚାଲିବା। ବୁଝା ପଡିଲା? ଯୋଉଠି ବି କିଛି ଡାଉଟ ଅଛି, ତମେ ଆଜ୍ଞା ଜାଣିପାରୁନ, ମୁଁ ନିଜ ଆଡୁ କହିବି, ହେଲା। ଏଠି କେବଳ ଗୋଟେ ଜିନିଷ ମନେ ରଖିବାର ଅଛି, ପ୍ଲିଜ ଟକ୍। ଆଜ୍ଞା ତାପରେ କୁଣିଆ ପାଇଁ ଖାଇବା ବନେଇ ଦିଅ, ଏଠି ବି ମୁଁ କାହା ନାଁ ନେଲିନି, ଡାଇରେକ୍ଟ କୁକ୍ ଫୁଡ ଫର ଗେଷ୍ଟ। ବାହାରକୁ ଚାଲିଯାଅ, ଗୋ ଆଉଟସାଇଡ, କ୍ଲାସରେ ଉପସ୍ଥିତ ରୁହ, ଆଟେଣ୍ଡ ଦ କ୍ଲାସ। ଯୋଉଠି ବୁଝୁନି କହିବ ମୋ ପେନ୍ ମତେ ଦିଅ, ଗିଭ୍ ମି ମାଇ ପେନ୍, ହେଲା। ଆଉ ଦେଖନ୍ତୁ, ଆଜ୍ଞା ପୁରା ଯୋଉଟା ବୁଝୁନି କହିବ, ମୁଁ ଆଗରୁ କହିଦଉଛି। ବେଶୀ ପିଲା ହେଲେ ମୁଁ ନିଜ ଆଡୁ ମ୍ୟୁଟ କରିଦେବି, ବେଶୀ ପିଲା ହେଲେ ନିଜ ଆଡୁ ମ୍ୟୁଟ କରିଦେବି, ଯେହେତୁ ପିଲା କିଏ ନାହିଁ। ଜଣେ କି ଦି ଜଣ ଆସିଲେ ବି ମତେ ଜଣେ କିମ୍ବା ଦି ଜଣର ସକ୍ସେସ ମତେ ଦରକାର। ଯେତେବେଳେ ତମେ ମୋ ସହିତ କଥା ହବ, ମାନେ ପୁରା ଫ୍ଲୁଏଣ୍ଟଲି କଥା ହବ ଇଂଲିଶରେ, ମତେ ଖୁସି ଲାଗିବ। ଯାହା ହଉ, ସେଟା ହିଁ ମୋର ସଫଳତା, ହେଲା।
ଆଜ୍ଞା ଆଜ୍ଞା ହଁ ସେଇଟା ବି ସଫଳତା। ଯେତେବେଳେ ଆମେ ଭିଡିଓ ସେୟାର କରିବା ଗୋଟେ ଲୋକ ଦେଖିକି ପୁରା କଣ କୁହାଯାଉଛି ଯେମିତି ଆମର ବ୍ରହ୍ମପୁରରେ କହୁଛେ କାବା ହେଇକି ଅନଉଛି, ଯେମିତି କାଢିକି ଅନେଇବ, ସେତିକି ଖୁସି ଲାଗିବ ସେତିକି ବେଳେ। ମୋର ବୋତଲ ମତେ ଦେଇଦିଅ, ଏଠି କଣ ମୋର ବୋତଲ ମତେ ଦେଇଦିଅ, ଗିଭ୍ ଦବା, ପ୍ରଥମ ଭର୍ବ ଲଗେଇ ଗିଭ୍ ମି ହୁଁ ମାଇ ବଟଲ। ଏଗୁଡାକ କଣ ସବୁବେଳେ ଆମେ ଦେଖିପାରିଛେ ଅର୍ଡର କିମ୍ବା ରିକ୍ୱେଷ୍ଟରେ ହିଁ ଯାଉଛି। ଦୟାକରି ଏହି ବଖରାର ସଫା କରିଦିଅନ୍ତୁ, ପ୍ଲିଜ କ୍ଲିନ୍ ଦିସ୍ ରୁମ୍। ଏହି କପଡା ମାନଙ୍କୁ ଭାଙ୍ଗ କରିଦିଅନ୍ତୁ, ମାନେ ଫୋଲ୍ଡ ଦିସ୍ କ୍ଲଥେସ୍। ଦେଖିବ କ୍ଲଥ କୋଉଠି ଲାଗେ, କ୍ଲଥେସ୍ କୋଉଠି ଲାଗେ। କ୍ଲଥ ମାନେ ଲୁଗା, ଯୋଉଟା ପୁରା ହୁଁ ଖଣ୍ଡିଆ କନା ନଚେତ ପୁରା ଲୁଗା ଥିବ। ଆଉ କ୍ଲଥେସ୍ ମାନେ ଯୋଉଟା କି ଆମେ ପରିଧାନ କରୁଛୁ, ପିନ୍ଧା ପିନ୍ଧିରେ ୟୁଜ କରୁଛୁ କ୍ଲଥେସ୍। ତ ଏହି କପଡା ମାନଙ୍କୁ ଭାଙ୍ଗ କରିଦିଅନ୍ତୁ, ଫୋଲ୍ଡ ଦିସ୍ କ୍ଲଥେସ୍ ହେଲା। କମ୍ପ୍ୟୁଟର ବନ୍ଦ କରିଦିଅ, ଆଜ୍ଞା ଟର୍ନ ଅଫ୍ ଦ କମ୍ପ୍ୟୁଟର। ଏଠି ଟର୍ନ ଅଫ୍ ଲାଗେ, କ୍ଲୋଜ ଲାଗିବନି। ଯୋଉଠି ଯୋଉଟା ସୁନ୍ଦର ସେଇଟା ୟୁଜ ହବ। ମୋ ମୋବାଇଲ ମତେ ଦେଇଦିଅ, ଗିଭ୍ ମି ମାଇ ମୋବାଇଲ। ଦୟାକରି ମୋ କପଡାକୁ ଇସ୍ତ୍ରୀ କରିଦିଅନ୍ତୁ, ପ୍ଲିଜ ଆୟନ। ଦେଖ ଏଠି ଏଠି ମୁଁ ଲେଖିଛି, ଏଠି ଆୟନ ଲେଖିଛି, ଆୟନ ହିଁ ପଡିବେ। ଆମେ କହିବା ଆଇରନ୍, କିନ୍ତୁ ଯେତେବେଳେ ଇଂଲିଶ ଉପରକୁ କଥାବାର୍ତ୍ତା ଯିବ ସେତେବେଳେ ଆୟନ କହିବା ହେଲା। ଆଜ୍ଞା ଆୟନ, ଯେମିତି ଆମେ ଘରେ କହିବାନି ମୋର ଟିକେ କପଡାଟା ଆୟନ କରିଦିଅ, ଏମିତି କହିବାନି। ଯେତେବେଳେ ଇଂଲିଶରେ କଥାବାର୍ତ୍ତା କରିବା ସେତେବେଳେ କହିବେ ଆୟନ, ପ୍ଲିଜ ଆୟନ ମାଇ କ୍ଲଥେସ୍ ହେଲା। ତାପରେ यस सर। ଏହି ଟେବୁଲକୁ ସଫା କରିଦିଅ, କ୍ଲିନ୍ ଦିସ୍ ଟେବଲ। ଯେତିକି ବି ଆସିଛି ଆମର ସବୁ ଭର୍ବ ୱାନରେ ଆସିଛି। ଖାଲି ଆମେ ଦେଖି ଦେଖି ଯିବା, ମୁଁ ତ ଲେଖିଦେଇଛି, ବେଶୀ କିଛି ଅସୁବିଧା ହବନି। ଦୟାକରି ତୁମର ହୋମୱାର୍କ ଶେଷ କରିଦିଅ, ପ୍ଲିଜ କମ୍ପ୍ଲିଟ୍ ୟୁଆର ହୋମୱାର୍କ। ଡାଇରେକ୍ଟ କାମ ବିଷୟରେ ଆଲୋଚନା ହେଲା, ପ୍ଲିଜ କମ୍ପ୍ଲିଟ୍। ଆଜ୍ଞା ଏହାକୁ ଖାଇବାକୁ ପରସି ଦିଅ, ସର୍ଭ ଦ ଫୁଡ ଟୁ ଗେଷ୍ଟ। ସର୍ଭ ମାନେ ପରସିବା, ବା ଯେମିତି କି ଆମେ କହୁ ଆମର ଏପଟେ କୁହାଯାଏ ବାଢିବା, ସର୍ଭ। ମତେ ତୁମର ହୋମୱାର୍କ ଦେଖାଅ, ଶୋ ମି ଦେଖାଅ। ତାପରେ ଯାହା ରହିଲା ୟୁଆର ହୋମୱାର୍କ। ये ମୋ ପାଇଁ ଏକ କପ୍ ଚା ବନେଇ ଦିଅ, ମେକ୍ ଏ କପ୍ ଅଫ ଟି ଫର ମି। ମେକ୍ ତିଆରି କର, ସିଧା କାମ। ମୋ ସହିତ ଖାଇବା ଖାଅ। ଦେଖ ଏଠି ବି ଦେଖନ୍ତୁ, ଯୋଉଠି ବି ଇମ୍ପୋର୍ଟାଣ୍ଟ ଜିନିଷ ରହୁଛି, ମୁଁ କହିବି ମୋ ସହିତ ଖାଇବା ଖାଅ କଣ ହବ, ଇଟ୍ ଫୁଡ ୱିଥ ମି। ଦେଖନ୍ତୁ ସୁନନ୍ଦା ମ୍ୟାମ, ଦେଖନ୍ତୁ ଏଠି ହଁ ଆମର କଣ ହବ, ମୋ ସହିତ ଖାଇବା ଖାଅ, ଇଟ୍ ଫୁଡ ୱିଥ ମି। ଇଟ୍ ହେଇଥାନ୍ତା, କିନ୍ତୁ ହେଭ୍ ହେଲେ ବି है ହବ, ହୁଁ ହେଭ୍ ହେଲେ ବି ହବ। ଆଜ୍ଞା ଯଦି ଆମେ ଏଠି ହେଭ୍ ଫୁଡ ୱିଥ ମି କହିବା, ଆହୁରି ବହୁତ ଭଲ ଭାଷାକୁ ସେଟା ଯିବ, ଟେକ୍ ଫୁଡ ୱିଥ ମି। ଏମିତି ମନେ ରଖିଦିଅ, ଯେମିତି କି ଖାଦ୍ୟଟା ଉଠାଅ, ଟେକ୍ ମାନେ ଉଠାଅ। ଖାଦ୍ୟଟା କଣ ଉଠେଇବା, ତାର ଅର୍ଥ ଖାଇବା ପାଇଁ ହିଁ କୁହାଯାଉଛି। ହେଭ୍ ଫୁଡ, ହେଭ୍ ମାନେ ଅଛି, ଫୁଡ ୱିଥ ମି ମୋ ସହିତ, ଅଛି ମାନେ କଣ, ଖାଦ୍ୟ ଅଛି ମାନେ କଣ, ଖାଇବା ବିଷୟରେ କୁହାଯାଉଛି। ତ ସେମିତି ବି ମନେ ରଖିପାରିବେ। ଯାହା ବି ଇମ୍ପୋର୍ଟାଣ୍ଟ ଲାଗିବ ମୁଁ ଆପଣଙ୍କୁ କହିଦେବି, ଯୋଉ ଜିନିଷ କଷ୍ଟ ଟିକେ ଟିକେ ରହିବ। ଏ କିଛି ଜିନିଷ ହଉ, ଆଉ କିଛି ନାହିଁ, ମତେ ଧ୍ୟାନରେ ଶୁଣ, ଲିସନ ଟୁ ମି କେୟାରଫୁଲି। ପ୍ରସ୍ତୁତି ଓ ଗେଟ୍ ରେଡି ସ୍କୁଲ ପାଇଁ ପ୍ରସ୍ତୁତି ଓ ଗେଟ୍ ରେଡି ଫର ସ୍କୁଲ। ତୁମର ନାସ୍ତା ଖାଅ, ଟେକ୍ ୟୁଆର ବ୍ରେକଫାଷ୍ଟ। ଟେକ୍ ୟୁଆର ବ୍ରେକଫାଷ୍ଟ ଆଉ କଣ ହବ କହିଲ, ହ୍ୟାଭ୍ ୟୁଆର ବ୍ରେକଫାଷ୍ଟ ହେଲା। ଏହିପରି କଥା ହବ, ଟକ୍ ଲାଇକ୍ ଦିସ୍। ଏଠି କଣ ହବ ଦେଖ, ହ୍ୟାଭ୍ ୟୁଆର ବ୍ରେକଫାଷ୍ଟ ହବ, ତାପରେ ଇଟ୍ ୟୁଆର ବ୍ରେକଫାଷ୍ଟ ହବ, ଆଉ ଟେକ୍ ୟୁଆର ବ୍ରେକଫାଷ୍ଟ ହବ। ତ ଆମେ ଆଉ ଇଟ୍ ଲଗେଇବାନି, ଆମେ ଜାଣିନଥିଲେ ୟୁଜ କରୁଥିଲେ। ଯୋଉଠି ହେଲେ ବି ହ୍ୟାଭ୍ ଲଗେଇବ କିମ୍ବା ଟେକ୍ ଲଗେଇବ ହେଲା, ମାନେ ଭଲ ଲାଗିବ, ହୁଁ ଶୁଣିବା ପାଇଁ ଭଲ ଲାଗିବ। ଯିଏ ଇଂଲିଶ ଜାଣିଛି ତାକୁ ଭଲ ଲାଗିବ, ଯାହାକୁ ଜଣା ଇଂଲିଶ ବୋଲି। ଏହିପରି କଥା ହବ, ଟକ୍ ଲାଇକ୍ ଦିସ୍। ଏଟା ଲାଇକ୍ ମାନେ ପସନ୍ଦ ଅଛି, ଆଉ ଗୋଟେ ପରି ବି ଅଛି। ତାଙ୍କ ସହିତ ଯୁକ୍ତି ତର୍କ କର, ଆର୍ଗ୍ୟୁ ୱିଥ ହିମ୍, ଆର୍ଗୁମେଣ୍ଟ କର। ଏଠାରେ ବସନ୍ତୁ, ଏହା ମୋର ଜାଗା, ସିଟ୍ ହିଅର। ଦେଖ ଡାଇରେକ୍ଟ କାମ ବିଷୟରେ ହିଁ କୁହାଗଲା, ଏଠାରେ ବସନ୍ତୁ, ଇଟ୍ସ ମାଇ ପ୍ଲେସ୍। ପାର୍ଟି କର, ମେକ୍ ଏ ନଏଜ। ମେକ୍ ଏ ନଏଜ, ମେକ୍ ମାନେ ତିଆରି କରିବା, ନଏଜ ସାଉଣ୍ଡ ତିଆରି କରିବା, ତାକୁ ପାର୍ଟି କର ବି କୁହାଯାଏ। ପିଲାମାନଙ୍କ ସହିତ କଥା ହୁଅନ୍ତି, ଟକ୍ ଟୁ ଚିଲଡ୍ରେନ୍। ଦେଖ ମୁଁ କହିଥିଲି ୱିଥ୍, ପିଲାମାନଙ୍କ ସହିତ ୱିଥ୍ ଲାଗିଲାନି, ଟୁ ଲାଗିଲା, ଟକ୍ ଟୁ ଚିଲଡ୍ରେନ୍ ହେଲା। ଆମେ କିଛି ନାହିଁ, ଯାହା ବି ଆମକୁ କଷ୍ଟ ଲାଗୁଛି ନା,
ଯେଉଁ ଜାଗାରେ ଆମକୁ ଭୟ ଲାଗୁଛି ସେ ପାଖକୁ ପଳେଇ ଯିବା, ତାହେଲେ ଭୟ ସରିଲା। ହେଲା, ୟୁଆର ମିଟିଂ ୱିଲ୍ ଏଣ୍ଡ ଇନ୍ 10 ମିନିଟ୍। ଏଟା ଫ୍ରି ମିଟିଂ ଅଛି, ମୁଁ ଆଗରୁ କହିଛି 40 ମିନିଟରେ ସରିଯିବ, ତ ମୁଁ ଆଉ ଗୋଟେ ଲିଙ୍କ ପଠେଇବି, ସେଇଥିରେ ଜଏନ୍ ହବ, ପୁଣି ଏଠୁ ଷ୍ଟାର୍ଟ କରିବା। ଯଦି ସରିଯିବ ସରିଯାଉ, ମୁଁ ଆଉ ଥରେ ଗୋଟେ ଲିଙ୍କ ପଠେଇବି, ହେଲା, ଯିବେନି କୁଆଡେ, ଆଜ୍ଞା କୁଆଡେ ଯିବେନି, ମୋର କିଏ ନାହିଁ, ତମେ 2 ଜଣ ହିଁ, ହେଲା, ବୁଝିଲା। ତାପରେ ପିଲାମାନଙ୍କ ସହିତ କଥା ହୁଅନ୍ତୁ, ଟକ୍ ଟୁ, ଏଇଟା ତ ଦେଖ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ନା, ମୁଁ ରେଡ୍ ପେନ୍ ରେ ଏଠି ଲେଖିଛି, ମିଛ କୁହନ୍ତୁ ନାହିଁ ରେ, ଡୋଣ୍ଟ ଟେଲ୍ ଏ ଲାଏ। ଏଠି ଯେତେବେଳେ ମିଛ କୁହନ୍ତୁ ଆସିଥାନ୍ତା ଟେଲ୍ ଏ ଲାଏ, ଏଠି ଦେଖ ସବୁବେଳେ ସତ କୁହ, ଅଲୱେଜ ସ୍ପିକ୍ ଦ ଟ୍ରୁଥ। ସତ କଥା କହିଲା ବେଳେ ଦେଖ ଏଠି ଦିଟା ଜିନିଷ ଧ୍ୟାନର ସହିତ ଦେଖନ୍ତୁ। ସ୍ପିକ୍ ଆସିଲା ଗୋଟେ, ସେଟା ତ ସ୍ପିକ୍ ମାନେ କହିବା, ଏଠି ଟେଲ୍ ମାନେ କହିବା। ଏଠି କଣ ଟେଲ୍ ଲାଗିଲା, ଏଠି କଣ ସ୍ପିକ୍ ଲାଗିଲା? ନା, ସତ କଥା କହିଲା ବେଳେ ଆମେ ସ୍ପିକ୍ ଲଗେଇବା, କିନ୍ତୁ ମିଛ କହିଲା ବେଳେ ଟେଲ୍ ଏ ଲାଏ, ଟେଲ୍ ଲାଗିବ। ଯେତେବେଳେ ମିଛ କଥା, କାହାଣୀ ଗୁଡାକ ପଢିଛ, କାହାଣୀ ଯେମିତି ଗୋଟେ ଷ୍ଟୋରି, ଷ୍ଟୋରି ଟେଲିଂ ଲେଖା ହେଇଥିବ, ଟେଲିଂ କାହାଣୀ ଗପ ଗୁଡାକ ସବୁ ମିଛ ଆଜ୍ଞା ନା, ସେ ଟେଲ୍ ଲେଖା ହେଇଥିବ, ହେଲା। ତାପରେ କ୍ଲାସରେ ହସନ୍ତୁ, ଲଫ୍ ଇନ୍ ଦ କ୍ଲାସ, ଲଫ୍, ହସିବା। ମୋର ବୋତଲକୁ ଛୁଅଁ, ଟଚ୍ ମାଇ ବଟଲ। କିଛି ଲୋକକୁ ଗରମ କରିବା ପାଇଁ ଏ ଭିଡିଓଟା ଛାଡିବା ଦିନେ 2 ଦିନ ଗ୍ରୁପରେ, ହେଲା, ତାପରେ ଯିଏ କ୍ଲାସ ଆସିଲା ସେମାନଙ୍କୁ ହିଁ ଭିଡିଓ ଛାଡିବା, କାହାକୁ ଦେବି ନାହିଁ। କିଛି ଦିନ ରଗେଇବା ପାଇଁ ବୋଲି ଲୋକକୁ ଗ୍ରୁପରେ ଛାଡିବା ଭିଡିଓ, ତାପରେ ଆଉ କାହାକୁ ଦେବି ନାହିଁ। ଏତେ ପରିଶ୍ରମ କରିକି ରାତି ଯାକ ମୁଁ କରିଛି ପିଡିଏଫ୍ ଟା, କି କ୍ଲାସକୁ ଆସୁନାହାନ୍ତି କିଏ, ହଁ ସାର୍। କଣ ପାଇଁ ମୁଁ ଦେବି? ମୁଁ ତ କାହାଠୁ ପଇସା ନେଇନି, କାହିଁକି ମୁଁ ଦେବି? ମତେ ଗୋଟେ ଖୁସି କରିବାର ଅଛି, ପିଲା ଆସିଲେ ମତେ ଗୋଟେ ଖୁସି ଲାଗିବ, ସେଥିପାଇଁ। ସେତିକିରେ ବି କିଏ ଆସୁନାହାନ୍ତି, ଯେ 1000 ଟଙ୍କା ଦେଇକି ଜଏନ୍ ହେଲେ ଆସିଯିବେ ଫାଟାଫାଟ, କାହିଁକି ସେଥିରେ ଭୟ ଥିବ, ଆରେ ପଇସାଟା କୁଆଡେ ଇଏ ହେଇଯିବ। ଏଥିରେ ଭୟ ନାହିଁ, ଆରେ ମୋର ବଡ ଭାଇଟା କୁଆଡେ ଖରାପ ଭାବିବ, ଏଥିରେ ଭୟ ଟିକେ ଲାଗୁନି, କାହିଁକି ଜଣେ ମତେ ଖରାପ ଭାବିବ, କି ପିଲା ଗୁଡାକ। ହେଲା, ଏଟା ମନେ ରଖିବେ, ମିଛ କହିଲା ବେଳେ ଟେଲ୍ ଲାଗିବ, ଆଉ ସତରେ ସ୍ପିକ୍ ହବ। ଠିକ। କ୍ଲାସରେ ହସନ୍ତୁ, ମୋର ବୋତଲକୁ ଛୁଅଁ, ଟଚ୍ ମାଇ ବଟଲ। ଦେଖ, ଛୁଅଁ ମାନେ ରିକ୍ୱେଷ୍ଟ କରିଲେ ଆମେ ଏଠି। ରୋଜାଲିନି କିଏ ଅଛି, ଟିକେ ଭିଡିଓ ମୋଡରେ ଆସନ୍ତୁ, ଭଲ ଲାଗିବ ପଢିବା ପାଇଁ। ଭିଡିଓ ମୋଡରେ ଆସ, କିଛି ଅସୁବିଧା ନାହିଁ। ଏଟା ପାଠ ତ ପଢା ହଉଛି, କଣ କୋଉ ଇଏ ଯେ କିଏ କଣ ଖରାପ ଭାବି ଦଉଛେ, ହେଲା। ମତେ ବି ଲାଜ ଲାଗୁଥିଲା, ଦେଖୁଛ ମୋର ମୁହଁ କେମିତି ଅଛି, ଗୋଟେ ମଦୁଆ ପରି ଅଛି, ଭଲ ନାହିଁ। ତାପରେ ମୁଁ ଭାବିଲି, ତାପରେ ମୁଁ ନିଜକୁ କଣ ଭାବିଲି ଜାଣିଛ? ଆରେ ସେଥିରୁ କଣ ମିଳିବ, ସେଥିରୁ କଣ ମିଳିବ? ଆଉ ଗୋଟେ ଦୋହା, ଗୋଟେ କବିରଜୀର ଦୋହା ମନେ ପଡିଲା, जाति न पूछे साधु की पूछ लीजिए ज्ञान, मोल कर तलवार का पड़े रहने दो म्यान। माने जाति न पूछे साधु की, साधुर केबे जाति पूछिबो नहीं, पूछ लीजिए ज्ञान, ज्ञान ही पचारिबो। मोल कर तलवार का, मोले तलवार जो अछि ना खंडा, तार मूल्य हो, पड़े रहने दो म्यान, माने जो खळपाड़ा अछि सेटा थाउ, छाड़ ना, खळपा केमते रहउछि रहू। ହେଲା, ମତେ ବି କଣ ଲାଜ ଲାଗୁନଥିଲା, କଣ ମିଳିବ? ଶୁଣ, ଧ୍ୟାନରେ ଶୁଣ, ଯଦି ବନ୍ଦ ହେଇଯିବ, ରଜାଲିନୀ ମ୍ୟାମ୍ ଏବେ ଆସିଲେ, କଣ ଯଦି ବନ୍ଦ ହେଇଯିବ ତାହେଲେ ମୁଁ ଆଉ ଗୋଟେ ଲିଙ୍କ ଛାଡିବି, କାହିଁକି ଏଟା କେବଳ 40 ମିନିଟ ହିଁ ଚାଲେ, ସେଟା ଅନ୍ କରିବି। ତାପରେ ଦେଖନ୍ତୁ, ଟଚ୍ କେବଳ ଛୁଇଁବା ପାଇଁ କୁହାଗଲା, ଟଚ୍ ମାଇ ବଟଲ ଅନୁରୋଧ କରାଗଲା, ଏହି ମୋବାଇଲ କିଣନ୍ତୁ, ଏହା ବହୁତ ଦାମ, ବାୟ ଦିସ୍ ମୋବାଇଲ। କେବଳ ବାୟ, ଟଚ୍, ଲକ୍, ଟକ୍, ଗେଟ୍ ରେଡି, ଲିସନ୍, ମେକ୍ ଏ କପ୍ ଅଫ୍, ସୋ, ଏସବୁ ଭର୍ବ ହିଁ ଆସେ, ଭର୍ବର ପ୍ରଥମ ଗୁଡା। ତାପରେ ଏଠି ଦେଖନ୍ତୁ, ଏଠି ମୁଁ କିଛି ଲେଖିଛି, ଏଠାରେ ଆର୍ଗ୍ୟୁ ଲାଗି ୱିଥ୍ ହେଲା, ଟକ୍ ଥିଲେ ଟୁ ହେବ, ଟକ୍ ଟୁ ମି, ମୋ ସହିତ କଥା ହୁଅ। କିନ୍ତୁ ଯେତେବେଳେ ଆମେ ଆର୍ଗୁମେଣ୍ଟ କରିବା, ଆର୍ଗୁମେଣ୍ଟ ଯୁକ୍ତି ତର୍କ, ସେଠି ଖାଲି ସେ ଜାଗାରେ ଆମର କଣ ଲାଗିବ ନା, ଟୁ ଲାଗିବ। ଦେଖ, ଏଟା ମୁଁ ଡିପଲି କହିଦଉଛି, କାଳେ ଜାଣିପାରିବନି, ନୂଆରେ ଆସୁଛ ନା, ଟିକେ ଟିକେ ଭୟ ରହିବ। ତାଙ୍କ ସହିତ ଯୁକ୍ତି ତର୍କ କରନ୍ତୁ ନା, ଏଠି ଡୋଣ୍ଟ ଆର୍ଗ୍ୟୁ ୱିଥ୍ ହିମ୍, ଡୋଣ୍ଟ ଆର୍ଗ୍ୟୁ ୱିଥ୍ ହିମ୍, ଏଠି ଟୁ ହିମ୍ ହେଲା ନାହିଁ। ଆର୍ଗୁମେଣ୍ଟ ହେବାରୁ ଆମର ଏଠି ଟୁ ହିମ୍ ହେଲା, କିନ୍ତୁ ହି ଇଜ ନଟ୍ ଏ ଗୁଡ୍ ବାଏ ହେଲା, ଆର୍ଗୁମେଣ୍ଟ ହେବାରୁ ୱିଥ୍ ହେଲା, ନଚେତ ଆମର ଟୁ ହୋଇଥାନ୍ତା।
ଦେଖନ୍ତୁ ଷ୍ଟ୍ରକ୍ଚର 2 ରେ ଆମର କଣ ଆସିବ? ଡୋଣ୍ଟ ଭର୍ବ ୱାନ୍ ପ୍ଲସ୍ ସବଜେକ୍ଟ। ଡୋଣ୍ଟ ମାନେ ଯେତିକି ଆମେ ଭର୍ବ ୱାନ୍ ରେ ପଢିଲ ତାର ଆଗରୁ ଆମେ ଡୁ ନଟ୍ ଲଗେଇବା। ଏଟା ଡୁ ନଟ୍ ର ହଉଛି ସର୍ଟ ଫର୍ମ ଟା ଡୋଣ୍ଟ ହୁଁ ହେଲା। ଏଠି ଦେଖନ୍ତୁ ଆଉ 4 ମିନିଟ ଏମିତି କେତେ ଅଛି? 4 ମିନିଟ ପରେ ବନ୍ଦ ହେଇଯିବ। ଆମେ ତ କହିଦେଇଛେ ଆପଣମାନଙ୍କୁ। ଦୟାକରି ଖାଇବାରେ ଚାଇନିଜ ଖାଦ୍ୟ ବନାନ୍ତୁ ନାହିଁ। ମୁଁ ଯଦି କହିବି ଦୟାକରି ଖାଦ୍ୟ ବନାନ୍ତୁ ତ କଣ ହବ? ପ୍ଲିଜ ମେକ୍ ଚାଇନିଜ ଫୁଡ ହବ, ହେଇଥାନ୍ତା। ହୁଁ ବନାନ୍ତୁ ନାହିଁ କହିବାର କଣ ହେଲା? ପ୍ଲିଜ ଡୋଣ୍ଟ ମେକ୍ ଚାଇନିଜ ଫୁଡ ହେଇଗଲା। ମାନେ ଡୁ ନଟ୍ ଡୋଣ୍ଟ। ପଇସା ଖର୍ଚ୍ଚ କରନ୍ତୁ ନାହିଁ, ଭବିଷ୍ୟତ ପାଇଁ ବଞ୍ଚାନ୍ତୁ। ଡୋଣ୍ଟ ସ୍ପେଣ୍ଡ ମନି, ସେଭ୍ ଇଟ୍ ଫର ଫ୍ୟୁଚର। ଦେଖନ୍ତୁ ସୁନନ୍ଦା ଭାଇ, ମୁଁ ରାଧାକାନ୍ତକୁ ବି କହିଛି ବହୁତ ଗୁଡେ ଜିନିଷ ଆମେ ଶିଖିଲା ବେଳେ ଏଡେ ଗୋଟେ ସାଧାରଣ ପରି ଲାଗିବ, କିନ୍ତୁ ଆମେ ପ୍ରାୟତଃ ହୁଁ ଆମ ଜୀବନର ସାଧାରଣ ଜିନିଷ ଗୁଡାକୁ ହିଁ ସ୍କିପ୍ କରିଦଉ, ଆଜ୍ଞା ଛାଡି ଦଉ। ଆରେ ସେଟା ଛୋଟ ଛୋଟ ଜିନିଷ ଥାଉ। ଆପଣ ମାନେ କମ୍ପିଟେଟିଭ ପଢିଥିବେ, ସୁନନ୍ଦା ତ ପିଜି କରିଛ, କମ୍ପିଟେଟିଭ ତ ପଢିଥିବ। ମୁଁ ବି ପଢିଛି। ମୁଁ ଯେତେବେଳେ ହୁଁ ପ୍ରିପେୟାର ହଉଥିଲି, ଯୋଉ ଜିନିଷ ଆମେ ମ୍ୟାଥମେଟିକ ଇଂଲିଶ ହଉ କିମ୍ବା ଜିକେ ହଉ ଆମେ ପଢୁଥିଲୁ, କିଛି ଦିନ ପରେ ଆରେ ସେଟା ତ ମନ ଅଛି, କିନ୍ତୁ ନାହିଁ, ଛାଡିଦେଲେ ଆମର ଟଚ୍ ଟା ଚାଲି ଯାଉଛି। କଣ୍ଟିନ୍ୟୁ ଥିଲେ ହିଁ ରହୁଛି, ନହେଲେ ଆଜ୍ଞା ହଁ 2 ଦିନ 4 ଦିନ ଛାଡିଦେଲେ ଆଜ୍ଞା ଆମକୁ ଲାଗିବ ଆମେ ଜାଣିଛୁ। ଆମକୁ ଏମିତି ଲାଗିବ ଯେ ଆମେ ଜାଣିଛୁ। ଆରେ ଆମେ କେମିତି ଭୁଲିଯିବୁ? ତ ପଢୁଥିଲୁ, ମନ ଅଛି ଟିକେ, ତାପରେ ବହିଟା ଖୋଲିଲା ବେଳକୁ ଆରେ ୟାର କୁଆଡେ ଚାଲିଗଲା, ଆଉ ସେଟା ଆଉ ବ୍ରେନରେ ନଥିବ। ତ ଆମେ ହଁ ସବୁ ସାର୍ ଜିନିଷକୁ ଦେଖିବା। ଷ୍ଟ୍ରକ୍ଚର 3 ର ଏଠି ଭୁଲ ଟାଇପ କରିଦେଇଛି, ନେଭର। ଦେଖନ୍ତୁ ଏଇଟା କଣ, ଆଉ ମୁଁ ବେଶୀ ଏଠି କହିବିନି, କାହିଁକି ଡୋଣ୍ଟ ଡୋଣ୍ଟ ଆମ କୋଉଠି କୋଉଠି ଲଗେଇବା, ବହୁତ ଗୁଡେ ଜାଗାରେ ଆମେ ଡୋଣ୍ଟ ଲଗେଇ ପାରିବା। ଯେମିତି କି ଦେଖନ୍ତୁ ଏ ତଳେ ଲଗେଇଦେଲେ ଏଠି, ରୋହିତ ସହିତ କଥା ହୁଅ, ଟକ୍ ଟୁ ରୋହିତ। ରୋହିତ ସହିତ କଥା ହୁଅନ୍ତୁ ନାହିଁ, ଡୋଣ୍ଟ ଟକ୍ ଟୁ ରୋହିତ। ସେ ଭଲ ପିଲା ଅଟେ, ହି ଇଜ ଏ ଗୁଡ ବାୟ। ସେ ଭଲ ପିଲା ନୁହଁ, ଏଠି ହବ ନାହିଁ, ହି ଇଜ ନଟ୍ ଏ ଗୁଡ ବାୟ ହେଇଯିବ। ଚାଲନ୍ତୁ କୋଉଠି କୋଉଠି ଲାଗୁଛି ମୁଁ କହିବି, ସବୁଠି ଲଗେଇ ପାରିବା। ସବୁବେଳେ ସତ କୁହ, ଏଠି ସବୁବେଳେ ସତ କୁହ ନାହିଁ, ଡୋଣ୍ଟ always speak the truth, always do not speak the truth ହବ ହେଲା। always do not speak the truth ହବ। ଏଠି ଦେଖ, ଏହିପରି କଥା ହୁଅ, talk like this, do not talk like this, do not take your breakfast, ମାନେ verb ରେ ହିଁ not ଟା ୟୁଜ ହବ। do not argue with him, do not sit, do not କହିବେ don't ବି କହିପାରିବା। don't sit here, it's my place। ତାପରେ ଯେଉଁଠି ବି ଲଗେଇବେ, fold these clothes ହେଇଛି, don't fold these clothes, don't turn off the computer, don't give me my mobile ହେଲା। ଏଠି ପ୍ଲିଜ ରେ ଏଠି ଡୋଣ୍ଟ ଲାଗିବନି, ସୁନ୍ଦର ହବନି। ଡୋଣ୍ଟ କ୍ଲିନ୍ ଦିସ୍ ହୁଁ ଟେବୁଲ, ଡୋଣ୍ଟ ଫିଲ୍ ମାଇ ବଟଲ ହେଲା। ଯୋଉଠି ବି ଆମେ ଡୋଣ୍ଟ ଲଗେଇକି କରିପାରିବା ଷ୍ଟ୍ରକ୍ଚର 2ଟା। ତାପରେ ଷ୍ଟ୍ରକ୍ଚର 3ଟାରେ ଆମର କଣ ଅଛି? ନେଭର। ଏଠି NEVER, ଏଟା ଭୁଲ ଭାଲ ଲେଖିଦେଇଛି। ନେଭର ଲଗେଇଦେବା, ଯାହା ବି ଭର୍ବ ଅଛି ତା ଆଗରୁ ନେଭର ଲଗେଇକି ଆମେ କେମିତି କରିବ? ମୋର ଏପଟେ ଉପରକୁ ମନ ରହିଯାଉଛି, ଆଉ ମିନିଟ ଅଛି, 1 ମିନିଟରେ 27 26 25। ସେଠାକୁ କେବେ ଯାଆନ୍ତୁ ନାହିଁ, ନେଭର ଗो ଦେୟାର ହେଲା। ସେଠାକୁ ଯାଅ କହିଦେଲେ ଗो ଦେୟାର, ସେଠାକୁ ଯାଅ। ଆମେ ଜଣକୁ ରିକ୍ୱେଷ୍ଟ କରିବା କିମ୍ବା ଆଦେଶ ଦବା ତ ଭର୍ବ ଆଗରେ ଆସିବ ଗो ଦେୟାର, କିନ୍ତୁ ଯାଆନ୍ତୁ ନାହିଁ, ନେଭର ଗो ଦେୟାର। ସେଠାକୁ କେବେ ଯାଆନ୍ତୁ ନାହିଁ ଏଠି ହେଇଛି, ଦେଖ। ସେଠାକୁ ଯାଆନ୍ତୁ ନାହିଁ ହେଇଥିଲେ ଡୋଣ୍ଟ ଲଗେଇ ଦେଇଥାନ୍ତେ, କେବେ ବି ନେଭର ହେଲା। ହୁଁ ମିଛ କେବେ କୁହ ନାହିଁ, କେବେ ବି କୁହ ନାହିଁ, ତ ନେଭର ଲାଗିବ। ନେଭର ଲାଗିକି ଡାଇରେକ୍ଟ ଭର୍ବ ଲଗେଇଦବ। ଦେଖନ୍ତୁ କେବେ ବି କୁହ ନାହିଁ, ଏଟା ବି ରିକ୍ୱେଷ୍ଟରେ ଆସିଲା ନା, ରିକ୍ୱେଷ୍ଟରେ। ଆଉ ଯଦି ଧମକେଇ ବି କହିପାରିବା, ମିଛ କେବେ କୁହନି, ସେମିତି ରାଗିକି ନେଭର। ତା ସହିତ କେବେ କଥା ହୁଅନ୍ତୁ ନାହିଁ, କେବେ ବି ଯଦି ଲାଗିବ ତାହେଲେ ନେଭର। ଆଉ ତା ସହିତ କଥା ହୁଅ ନାହିଁ କହିଲେ କଣ ହବ? ଡୋଣ୍ଟ ଟକ୍ ଟୁ ହିମ୍ ହବ। ତାପରେ ଷ୍ଟ୍ରକ୍ଚର 4ରେ ଆସିଲା, ଧ୍ୟାନ ତ ଟାଇମିଂରେ ରହିଯାଇଛି, କଣ ପଢେଇବ? କଟିଲେ ଆସିବ, କୁଆଡେ ଯିବନି ହେଲା। ମୁଁ ବି ମେସେଜ କରି ଆଜ୍ଞା ଆଉଥରେ। ଆଜ୍ଞା ମୋର ଉପରେ ଦେଖ, ଭାଇର ଉପରେ ବିଶ୍ୱାସ କର, ତାପରେ ଟିକେ ଟିକେ ଭୟ ରଖ, ଆରେ କୁଆଡେ ଖରାପ ଭାବିବ, କାଳେ କଣ ତାର ମନ। ନାଇଁ ନାଇଁ ନାଇଁ, ଏମିତି ଭାବିଲେ ହିଁ ଆସିବାକୁ ଇଚ୍ଛା ହବ।
ଆରେ କ୍ଲାସ ଆଟେଣ୍ଡ କଲି ନାହିଁ କାଳେ କଣ ଭାବିବ ହଉଛି ପବିତ୍ରା। ତ ନେଭରଟା ହେଲା। ତାପରେ ଆମେ ଷ୍ଟ୍ରକ୍ଚର 4 କୁ ଯିବା। ସେ ଭର୍ବରେ ହିଁ ସେ ଭର୍ବ ପ୍ଲସ ଫାଷ୍ଟ ଇୟର ବି ଆସିବା। ଆମେ କୁଆଡେ ଅଲଗା କୁଆଡେ ଯିବାର ନାହିଁ। ତ ସେଇ ଭର୍ବରେ ହିଁ ଗୋ ମାର୍କେଟ, ଗୋ ଟୁ ଦ ମାର୍କେଟ ଯୋଉ ଥିଲା, ଆମେ ଏଠି ଲେଟ୍ସ ଲେଟ୍ ଲାଗିବ। ଲେଟ୍ସ ମାନେ କଣ ଜାଣିଛ? ଲେଟ୍ସ ର ଅର୍ଥ ଚାଲ ହଉଛି ଆସ ଆମେ, ଆସ ଆମେ କିମ୍ବା ଚାଲ ଆମେ, ଆସ ଆମେ କିମ୍ବା ଚାଲ ଆମେ। ଚାଲ ହୁଁ କଣ ଲେଟ୍ସ ଏଟା ଲେଖି ଦଉଛି, ଆସ ଆମେ, ମୋର ଆଡ ହଉନି, ବା ଚାଲ ଆମେ। ଆସ ଆମେ କିମ୍ବା ଚାଲ ଆମେ। ଦେଖ ଆମେ, ଲେଟ୍ସ, ଆମେ, ଜଣେ କିଏ ନାହିଁ ହେଲା, ଆମେ। ତ ଚାଲ ଆମେ ମାର୍କେଟ କୁ ଯିବା। ଲେଟ୍ସ ଗୋ ଟୁ ଦ ମାର୍କେଟ, ଲେଟ୍ସ ଗୋ ଟୁ ଦ ମାର୍କେଟ ହେଲା। ଲେଟ ର ଅର୍ଥ ଏଠି କଣ ନା ଏଲାଉ କିମ୍ବା ପରମିଶନ, ଅନୁମତି ଉପରକୁ ଯିବ। କଣ ଯିବ? ଏଲାଉ କିମ୍ବା ପରମିଟ, ପରମିଟ ବା ପରମିଶନ ହେଲା। କୌଣସି ବହି ପଢିବନି, ରାଧାକାନ୍ତ କହୁଛି। ଏଇଟା ଲାଇଭ ବହି ଦେଖ। ଲାଇଭ ବହି ମାନେ ସେହି ବହି ସୁନ୍ଦର ଯେଉଁ ବହିର ଲେଖକ ଆପଣଙ୍କର ସାମ୍ନାରେ ଥିବ ଆଜ୍ଞା ନା। ତ ଚାଲ ଆମେ ମାର୍କେଟ କୁ ଯିବା। ଲେଟ୍ସ ଗो ଟୁ ଦ ମାର୍କେଟ। ଚାଲ ଆମେ ସପିଂ କରିବା। ଲେଟ୍ସ ଡୁ ଦ ସପିଂ। କଣ ଡୁ କାହିଁକି ଆସିଲା ଏଠି ନା ଭର୍ବ 1 ଲଗେଇବେ। ଡୁ, ହୁଁ ଲେଟ୍ସ ଡୁ ଦ ସପିଂ କରିବା। ଚାଲ ଆମେ ମୁଭି ଦେଖିବା। ଲେଟ୍ସ ୱାଚ୍ ଦ ମୁଭି। ଏଠି ୱାଚ୍ ରେ ୱାଚଡ କିମ୍ବା ୱାଚିଂ କରିବେ ନାହିଁ ହେଲା। ୱାଚ୍ କୋଉଠି ଲାଗିବ? ସି ଦେଖନ୍ତୁ ଏଠି ୱାଚ୍ କାହିଁକି ଲାଗିଲା? ମୁଭି ଆମେ ଯଦି ୟୁଟ୍ୟୁବ ମାନେ ଦେଖିବା କିମ୍ବା ହଁ ଯେକୌଣସି ସ୍କ୍ରିନରେ ଚାଲୁଥିବ ସେ ଜିନିଷ ଦେଖିବା, ତାହେଲେ ୱାଚ୍ ହବ। ଚାଲୁଥିବାର ଦେଖିଲେ ୱାଚ୍ ଲଗେଇବେ। ଅନ୍ୟ ଅନ୍ୟ କୋଉଠି ଆଉ ଗଲେ ସେଠି ଆମେ ସି ଲଗେଇ ପାରିବା, ନହେଲେ ଲୁକ୍ ଲୁକ୍ ଲଗେଇବା କି ଶୋ ଲଗେଇବା। ଶୋ ମାନେ ଦେଖେଇବା, ଯେମିତି ଶୋ ଆଜ୍ଞା ଷ୍ଟେଜ କୁହାଯାଏ। ଏଟା ଗୋଟେ ଶୋ ଷ୍ଟେଜ। ଶୋ ଷ୍ଟେଜ ମାନେ ଯୋଉ ଝିଅ ମାନେ ଯୋଉ ରାମ୍ପ ରେ ଆସୁଛନ୍ତି କି ପୁଅ ମାନେ ଏମିତି ହଲି ହଲି ଦେଖେଇ ସେଟା ମାନେ ଶୋ ଷ୍ଟେଜ। ସେମାନେ ଏଟା ଦେଖେଇବା ପାଇଁ ଆସନ୍ତି ଶୋ। ତ ସୋ ଏଠି କଣ? ଅଫ୍ ଏଠି ଆମେ ମୁଭି, ମୁଭି ବିଷୟରେ ଆମେ ୱାଚ୍ ପଢିବା କିମ୍ବା ୟୁଟ୍ୟୁବରେ କୌଣସି ଯାହାକୁ ଦେଖିଲୁ ସେଟା ଚାଲୁଛି କଣ୍ଟିନ୍ୟୁ, ୱାଚ୍ ହବ। ଚାଲ ଆମେ ନାସ୍ତା କରିବା। ଲେଟ୍ସ, ଚାଲ ଆମେ, ଲେଟ୍ସ। ଏଠି ମୁଁ କହିଥିଲି ଟେକ୍ ବି ଲଗେଇ ପାରିବେ, ହେଭ୍ ବି ଲଗେଇ ପାରିବେ, ଇଟ୍ ବି ଲଗେଇ ପାରିବେ। ଲେଟ୍ସ ହ୍ୟାଭ୍ ଦ ଫୁଡ, ତାପରେ ଟେକ୍, ଟେକ୍ ନଚେତ ଇଟ୍। ବୁଝିଲ ନା? ଏଇଟା ମୁଁ ଆଗରୁ କହିଥିଲି, ବୁଝିଲା? ହଁ ଚାଲ ଆଜ୍ଞା ଆମେ ତାହାର ସାହାଯ୍ୟ କରିବା। ଲେଟ୍ସ ହେଲ୍ପ ହିମ୍, ଲେଟ୍ସ ହେଲ୍ପ ହିମ୍। ଲେଟ୍ସ ତ ଲଗେଇଦେଲେ ଭର୍ବ 1 ତାପରେ ଅବଜେକ୍ଟ, ଅବଜେକ୍ଟ କେସରେ। ଆଉ ହିମ୍ ଟା ଅବଜେକ୍ଟ କହିବିନି, ଏଟା ଅବଜେକ୍ଟ, ଅବଜେକ୍ଟ କେସ ଟା ହିରୋ ହିମ୍ ରେ ଆସେ। ଅବଜେକ୍ଟ ମାନେ କହିବିନି ସାର୍ ଏଟା ଗୋଟେ ଅବଜେକ୍ଟ ମାନେ ସାମାନ କି? ନାଇଁ ନାଇଁ, ଆମେ ପରେ ଡିପଲି ପଢିବା। ଏଠି ଏଟା ଅବଜେକ୍ଟ, ଅବଜେକ୍ଟ କେସରେ ଅଛି। ହିରୋ ହିମ୍, ଦେର ଦେମ୍, ନାଇଁ ଆଇର ମି ଶୁଣିଥିବେ। ଚାଲ ଆମେ କିଛି ଖାଇନେବା। ଲେଟ୍ସ, ଏଟା ଯେମିତି ଆଗରୁ କରିଥିଲେ। ତାପରେ ଚାଲ ଆମେ ଲେଖି ନେବା। ଲେଟ୍ସ ରାଇଟ୍ ହେଲା। ଲେଟ୍ସ ରାଇଟ୍। ଚାଲ ଆମେ ଚା ପିଇବା। ଚାହା ବି ବୁଝୁନି, ମତେ ମେସେଜ କରି କହିବେ, ଭାବିବେନି ପଢେଇ ଦେଲା ଭୁଲିଗଲା ସେଟା ସେମିତି କିଛି ନାହିଁ। ବଞ୍ଚିଥିଲା ଯାକେ ତ ଯଦି ଭଗବାନ ଦେହ ଭଲ ଅଛି ଶିଖେଇକି ଛାଡିବି। ତାପରେ ଲେଟ୍ ର 80 ଦେଖନ୍ତୁ, ଏଟା ଅବଜେକ୍ଟିଭ କେସରେ ଆସେ। ଯେମିତି କି ମୁଁ କଣ କହିଥିଲି ରେ, ଦେଖ ଆଇର ମି, ହିର କଣ ହବ କହିଲ? କହିଲ ଦି ଜଣ ଯାକ, ହିର ହିମ୍। ଯଦି ସି ଲାଗିଲା ଝିଅ ପିଲା, କଣ ହବ? ଝିଅ ପିଲାର ହେୟାର, ନା ହେୟାର ହଉଛି। ତାପରେ ଆଉ କଣ ଅଛି? ଉଇର ଆଜ ଅଛି, ଆମ୍ଭେ ମାନେ। ସେମିତି ଏଠି ଦେଖ ଲେଖିଛି, କଣ କଣ ଏଠି ଲେଖିଛି ନା ମି, ହିମ୍, ଅସ୍, ଦେମ୍ ହେଲା, ଏସବୁ ହବ। ଏଠାରେ କଣ ଅଛି? ଅବଜେକ୍ଟିଭ କେସରେ ଏସବୁ ବ୍ୟବହାର କରିବେ। ଯେମିତି କି ମତେ କହିବାକୁ ଦିଅ, ଲେଟ୍ ମି ସ୍ପିକ୍। ଦେଖନ୍ତୁ ଏଠି ମତେ ପର୍ସନାଲ ଜଣକୁ ଲେଟ୍ ମି ସ୍ପିକ୍। ଯଦି କହିବ ଏଠି ଚାଲ
ଚାଲ ଯିବା, ତାହେଲେ ଚାଲ ଯିବା ମାନେ କଣ ସମସ୍ତଙ୍କୁ ଲେଟ୍ସ ଗୋ ହଉଛି ଉପରେ, ଲେଟ୍ସ ଗୋ ଚାଲ ଯିବା। ଏଠି କଣ ପର୍ସନାଲ ମତେ କହିବାକୁ ଦିଅ, ଲେଟ୍ ମି ସ୍ପିକ୍, ମନେ ରଖିବ ଏଇଟା ହେଲା, ମନେ ରହିଯିବ। ଖାଲି ଧ୍ୟାନରେ ଯିଏ ଶୁଣିବ ନା, ନ ପଢିଲେ ବି ମନେ ରହିଯିବ। ମତେ ଯିବାକୁ ଦିଅ, ଲେଟ୍ ମି ଗୋ। ତାକୁ ଆସିବାକୁ ଦିଅ, ଜଣକୁ, ଜଣକୁ ଥିଲେ ଲେଟ୍ ଲାଗିବ ହେଲା, ଅଧିକ ଥିଲେ ଲେଟ୍ସ, ସେଟା ଉପରଟା। ଯେମିତି ଚାଲ ଆମେ ତାଙ୍କର ସହାୟତା କରିବା, ଲେଟ୍ସ ହେଲ୍ପ ହିମ୍। କିନ୍ତୁ ସିଙ୍ଗଲ ରେ କଣ ହଉଛି, ଚାଲ ତାକୁ ଆସିବାକୁ ଦିଅ, ଲେଟ୍ ହିମ୍ କମ୍। ମତେ ଏଠାରେ ବସିବାକୁ ଦିଅ, ଲେଟ୍ ମି ସିଟ୍ ହେୟର। ମତେ ପଢିବାକୁ ଦିଅ, ଲେଟ୍ ମି ଷ୍ଟଡି। ମତେ ଅଭ୍ୟାସ କରିବାକୁ ଦିଅ, ଲେଟ୍ ମି ପ୍ରାକ୍ଟିସ। ମତେ ଚା ପିଇବାକୁ ଦିଅ, ଲେଟ୍ ମି ଡ୍ରିଙ୍କ, ବା ଲେଟ୍ ମି ହ୍ୟାଭ୍ ଟି, ଟେକ୍ ଟି, ଯାହା ବି ଲଗେଇବେ। ମତେ ଖାଦ୍ୟ ଖାଇବାକୁ ଦିଅ, ଲେଟ୍ ମି ହ୍ୟାଭ୍ ଫୁଡ ଲଗେଇବେ, କିମ୍ବା ଲେଟ୍ ମି ଟେକ୍ ଫୁଡ ଲଗେଇବେ। ଦେଖନ୍ତୁ ଅନ୍ୟ ଗୁଡାକ ଚ୍ୟାନେଲ ଯେବେ ବି ଯିବେ, ଯାହାକି ପଢିବେ, ଫ୍ରି କ୍ଲାସ ବି କରିବେ, ସେଠି କଣ ହବ ନା, ଗୋଟେ ଟିଚର ଆପଣଙ୍କର ସାମ୍ନାକୁ ଆସିବ, ସେ ଖାଲି କହିବ ଇଂଲିଶରେ, ଇଂଲିଶରେ ଖାଲି କହିବ, ଇଂଲିଶରେ କହିବ, ଯେମିତି ଲାଗିବ ଆରେ ୟାର ମୁଁ କେମିତି ଆର କରି କହିବି। ସେଇଟା ନା, ସେଇଟା ଭଲ ନୁହଁ, କିଛି ବି ଭଲ ନୁହଁ, ମୁଁ କହୁଛି ଭଲ ନୁହଁ। କାହିଁକି? ଅନ୍ଧ ରାଜ୍ୟରେ ଦର୍ପଣ ବିକିବ। ଆସୁନି, ହୁଁ ସାମ୍ନା ଲୋକକୁ ଆସୁନି, ତମେ ପୁରା ମନ ଇଚ୍ଛା ଇଂଲିଶ କହି କହି ପଳେଇବ। ସିଏ ଜାଣିନି, ସିଏ ପୁରା ଆଶ୍ଚର୍ଯ୍ୟ ହେଇକି କୋର୍ସ ତମର କିଣିଦବ, କ୍ଲାସ କରିବ। ଆମକୁ ରିଜନାଲ ଲାଙ୍ଗୁଏଜରେ ବୁଝେଇ ବୁଝେଇ ଯିବାର ଅଛି। ତାପରେ ଦେଖିବ ତମକୁ ଜାଣିପାରିବନି, ତମେ କାଲିକି କରିବା, କାଲିକି ଇଂଲିଶରେ କଥା ହବ ମୋ ସହିତ, ଆଜି ଲାଷ୍ଟକୁ କଥା ହବା କେମିତି କେତେ ସ୍ପିଡରେ ହବ। ଇଏ ତ ନାଇଁ ପର୍ସନାଲ, ଆପଣ ପର୍ସନାଲ କୋର୍ସ ଲୋକ ନା, ମାନେ କିଛି ଅସୁବିଧା ନାହିଁ। ଷ୍ଟ୍ରକ୍ଚର 6 ରେ ଦେଖ କଣ ଅଛି, ଷ୍ଟ୍ରକ୍ଚର 6 ରେ ଏଇଟା ହଉଛି ଆମର ସ୍ପେଶାଲ ଷ୍ଟ୍ରକ୍ଚର। ସ୍ପେଶାଲ ଷ୍ଟ୍ରକ୍ଚର 6 ରେ କଣ ଅଛି, ୱାଣ୍ଟ କିମ୍ବା ୱାଣ୍ଟସ ଲଗେଇବେ ଅବଜେକ୍ଟରେ, ଯୋଉଟା କି ଇଚ୍ଛାରେ। ଏଠି ଦେଖ ଲେଖିଛି ମୁଁ, କାଳେ କିଏ ଜାଣିପାରିବେ ନାହିଁ ବୋଲି ଭାବି ଚିନ୍ତିକି ମୁଁ ନିଜେ ହିଁ ପ୍ରଶ୍ନ ପଚାରିଛି, ନିଜେ ହିଁ ଉତ୍ତର କାଢିଛି। ସାର୍ ନିଡ୍ ମାନେ ତ ଇଚ୍ଛା, ମତେ ଦରକାର ନାହିଁ। ୱାଣ୍ଟ ମାନେ ଇଚ୍ଛା, ମାନେ କାମନା କରିବା, କାମନା କରିବା। ଯେମିତିକି ମତେ ଟଙ୍କା ଦରକାର, ଏଠି ମତେ ଟଙ୍କା ଦରକାରରେ ଆଇ ନିଡ୍ ମନି ବି ହବ, କିନ୍ତୁ ଯେତେବେଳେ ଇଚ୍ଛା ରଖିବା ସେତେବେଳକୁ ନିଡ୍ ହବ। କିନ୍ତୁ ଆବଶ୍ୟକ ଏମର୍ଜେନ୍ସି ସିଚୁଏସନରେ ଆଇ ନିଡ୍, ଯୋଉ କହୁନାହାନ୍ତି ନିଡି ପିପୁଲ, ସେ ଗୋଟେ ନିଡି ପିପୁଲକୁ ସାହାଯ୍ୟ କର। ନିଡି ପିପୁଲ ମାନେ ଯେ ଯେ ବେଶୀ ଦରକାର କରୁଛି, ଶୁଣିছে ଏଇଟା, ଶୁଣିଛନ୍ତି ନା କୋଉଠି କଣ? ହଁ, ଆଜ୍ଞା। ଯିଏ ବେଶୀ ଦରକାର, ଆବଶ୍ୟକ। କିନ୍ତୁ ଇଚ୍ଛା ଥିବ ବୋଲି କହିଲେ ଆଇ ୱାଣ୍ଟ, ମତେ ଲାପଟପ ଦରକାର, ଆଇ ୱାଣ୍ଟ ଏ ଲାପଟପ, କେବଳ ୱାଣ୍ଟ ଲଗେଇଦେବେ। କିନ୍ତୁ ତୃତୀୟ ପୁରୁଷ ଏକ ବଚନ ଥିଲେ, ଯେମିତି କି ଏଠି ହି ଆସିଲା, ଯେମିତି ରାମ, ଭୀମ, ହି, ସି, ତାହେଲେ ଯାଇକି ଏସ୍ ଲାଗିବ ୱାଣ୍ଟ ରେ, ୱାଣ୍ଟସ, ହି ୱାଣ୍ଟସ ସକ୍ସେସ ହୁଁ ହେଲା। ତ କ୍ଲାସ ଏତିକି ଥିଲା। ତଥାପି ଆଉ ଟିକେ ଆଗକୁ ବଢିବା, କିଛି ଅସୁବିଧା ନାହିଁ। ହଁ, ଦେଖନ୍ତୁ, ଚାଲ କଥା ହବା, କଥା ହବା। ସୁନନ୍ଦ ସହିତ କଥା ହେବି, ଜଣଙ୍କ ସହିତ କଥା ହେବି, ଆଉ ଜଣେ ଶୁଣିବେ ହେଲା। ସୁନନ୍ଦ, ହାଉ ଆର୍ ୟୁ? I am fine, sir. ହଁ, ଆଇ ଏମ୍ ଫାଇନ୍। ଆଉ ୱେର୍ ଆର୍ ୟୁ ଫ୍ରମ୍? I'm from Koraput, district Koraput, live in Gandhinagar. ହଁ, ତାପରେ ୱେର୍ ଆର୍ ୟୁ ଫ୍ରମ୍, ହ୍ୱାଟ ଡୁ ୟୁ ଡୁ? ୱେର୍ ଆର୍ ୟୁ ଫ୍ରମ୍ ତ ହେଲା, ତାପରେ ହ୍ୱାଟ ଡୁ ୟୁ ଡୁ? ହ୍ୱାଟ ଡୁ ୟୁ ଡୁ, ତୁମେ କଣ କର? କର। I'm doing social work. ସେଲୁଆ କରୁଛନ୍ତି, ହଉ। କିଛି ପ୍ରଶ୍ନ ଗୁଡାକ, ତାପରେ ମୋର ନାମ ସୁନନ୍ଦା, କଣ କୁହାଯିବ ଇଂରାଜୀରେ? ମୋର ନାମ, ମୋର my ନାମ name is ସୁନନ୍ଦା, Sunanda. ମାଇ ନେମ୍ ଇଜ୍ ଅଛି ନା। ମୁଁ ହଁ, ଭଲ ଝିଅ ଅଟେ, I am a good girl. ଆଇ ଏମ୍ ଏ ଗୁଡ୍ ଗାର୍ଲ। ତୁମେ କେଉଁ କ୍ଲାସରେ ପଢୁଛ? ଏ ତ ପଢୁନ, ତ ଏହାକୁ ଟ୍ରାନ୍ସଲେସନ କର, ତୁମେ କେଉଁ କ୍ଲାସରେ ପଢୁଛ? ତୁମେ କେଉଁ କେଉଁ କ୍ଲାସରେ କ୍ଲାସରେ ପଢୁଛ? ପଢୁଛ? ଇନ୍ ହ୍ୱିଚ୍ କ୍ଲାସ୍ ଆର୍ ୟୁ ରିଡିଂ ହବ, କହିଲେ ପଢୁଛ କହିଲେ, କିନ୍ତୁ ପଢ କହିଲେ ଇନ୍ ହଁ, ହ୍ୱିଚ୍ କ୍ଲାସ୍ ଡୁ ୟୁ ରିଡ୍ ହବ। ଏଟା ଆମେ ଦେଖିବା ଟେନ୍ସ କଲା ବେଳେ। ଆଜ୍ଞା। ତମର କ୍ୱେଶ୍ଚିନ୍ ପଚାରିବାର ଏଟା ପୁରା କ୍ଲିୟର ହେଇଯିବ। କ୍ୱେଶ୍ଚିନ୍ ଏମିତି ପଚାରିବ ଧାଡ ଧାଡ, କିଛି ଅସୁବିଧା ରହିବ ନାହିଁ।
ଆମର ଯେତେବେଳେ ଟେନ୍ସ ଆଜ୍ଞା ସରିଲା ପରେ କ୍ୱେଶ୍ଚିନ୍ ଉପରକୁ ଯିବା ତାପରେ କବାଟ ଖୋଲ, କବାଟ ଖୋଲ, କବାଟ ଖୋଲ, open ଏଟା କଣ ଡାଇରେକ୍ଟ open the ନା ଧରଲି ନାହିଁ, ଓପନ ଡୋର। ତା ଡୋର। ହୁଁ କବାଟ ଖୋଲ ନାହିଁ, ହୁଁ କବାଟ ଖୋଲ ନାହିଁ, ରାଧାକାନ୍ତ କହିଲ ଦି ଜଣ ମିଶିକି କବାଟ ଖୋଲ ନାହିଁ, ଡୋଣ୍ଟ ଓପନ ଦ do ଡୋଣ୍ଟ not ଓପନ ଦ ଡୋର। ହେଲା, ହଁ ଡୋ କବାଟ ନଟ୍ କେବେ ଖୋଲ ଖୋଲ ନାହିଁ, କବାଟ କେବେ ବି ଖୋଲ ନାହିଁ, ନେଭର ଡୋ କେବେ ନେଭର ଓପନ ଦ ଡୋର। ହେଲା, ଏବେ ଯାହା ଆମେ କରିଥିଲେ। never open the door ହଁ ହୁଁ। ଚାଲ ଯିବା, let's go ଲେଟ୍ସ ଗୋ। ଲେଟ୍ସ ଗୋ। ଚାଲ ଯିବା ମାନେ କଣ, ମୁଁ କାହା ସହିତ ଯିବା ପାଇଁ କହୁଛି, ଚାଲ ଯିବା। ହେଲା, ମତେ ଯିବାକୁ ଦିଅ, ହୁଁ ମି ଗୋ ନା ସିଙ୍ଗଲ କଣ ହେଇଗଲା, ଗୋଟେ। ମତେ ଯିବାକୁ ଦିଅ, ଲେଟ୍ ମି ଗो, let ଆଜ୍ଞା me go ହଁ ଲେଟ୍ ମି ଗो। very good ଦେଖ କିଛି କିଛି ଜିନିଷରେ ଟିକେ ଭାବିଦେବେ, ଯେମିତି କି ଚାଲ ଯିବା, ଚାଲ ଯିବା ମାନେ ଲେଟ୍ସ, ଆରେ ମିଶିଗଲା କିଛି, ଆମେ ବି ମିଶେଇଦବା କିଛି, ଏସ୍ ଟା ମିଶେଇଦେଲେ। ହେଲା, ଚାଲ ଆଜ୍ଞା ଯିବା, ମତେ ଯିବାକୁ ଦିଅ, ଏଠି କିଛି ମିଶିବନି, କେବଳ ଲେଟ୍ ରହିବ। ଲେଟ୍ ମି ଗୋ, ମତେ କହିବାକୁ ଦିଅ, ଲେଟ୍ ମି ସ୍ପିକ୍। let me speak ହେଲା, ମତେ ଲେଖିବାକୁ ଦିଅ, ଆଜ୍ଞା କଣ ହବ, ମତେ ଲେଖିବାକୁ ଦିଅ, let me write ଲେଟ୍ ମି ରାଇଟ୍, ମତେ ପଢିବାକୁ ଦିଅ, let me read ଲେଟ୍ ମି ରିଡ୍ ବି ହବ, ଲେଟ୍ ମି ଷ୍ଟଡି ଆହୁରି ଭଲ ହବ, କାହିଁକି ଷ୍ଟଡି ଟା ତାଠୁ ଭଲ। ହେଲା, ସେଟା ବି ହବ, ଏଟା ଭଲ, କିନ୍ତୁ ତାଠୁ ଭଲ ହବ ଲେଟ୍ ମି ଷ୍ଟଡି। ହେଲା, ଗୀତ ଗାଅ, ଗୀତ ଗାଅ, ଗୀତ ଗାଅ ଡାଇରେକ୍ଟ କାମ ଉପରକୁ ହେଲା, ସିଂ ଦ ସଙ୍ଗ। ସିଙ୍ଗ, ଡାଇରେକ୍ଟ କାମ ଉପରକୁ ସିଙ୍ଗ। ହୁଁ ହେଲା, ଗୀତ ଗାଅ ନାହିଁ, don't sing the ହଁ, ଗୀତ କେବେ ଗାଅ ନାହିଁ, ନେଭର ଡୋ ନଟ୍। ନେଭର। never ହେଲା, ତାପରେ ବାହାରକୁ ଯାଅ, ବାହାରକୁ ଯାଅ, ବାହାରକୁ ଯିବାକୁ ବାହାରକୁ ଯାଅ ଆଜ୍ଞା ଡାଇରେକ୍ଟ କାମ ବିଷୟରେ କହିଲି, କାର ନାଁ ଧରିନି, ଡାଇରେକ୍ଟ ମାନେ ଆଗରୁ ଭର୍ବ ଲଗେଇଦେବେ। ବାହାରକୁ ଯାଅ, ଆଉଟସାଇଡ। ଗୋ ଆଉଟସାଇଡ। go ବାହାରକୁ ଯାଅ ନାହିଁ, outside ବାହାରକୁ ଯାଅ ନାହିଁ। ଆମେ ଯୋଉ ଏଠି 5ଟା 6ଟା କରିଲେ ସେଗୁଡାକ ଟିକେ ଆଲୋଚନା କରିବା। ବାହାରକୁ ଯାଅ, ବାହାରକୁ ଯାଅ ନାହିଁ, ଡୋ ନଟ୍ ଆଉଟସାଇଡ। ଡୋ ବାହାରକୁ ନଟ୍ ଯାଅ, ଗୋ ଆଉଟସାଇଡ। ଡୋଣ୍ଟ ଗो ଆଉଟସାଇଡ ନା। ଆଜ୍ଞା don't go outside ହଁ ହୁଁ। ଆଜ୍ଞା ବାହାରକୁ କେବେ ବି ଯାଅ ନାହିଁ, ନେଭର ଡୋ ନଟ୍ never ଆଉଟସାଇଡ। ନାଇଁ ଆଉ ଡୋ ନଟ୍ ଲଗେଇବେନି, ନେଭର ଗୋ, କାହିଁକି ଡୁ ନଟ୍ ଡୁ ମାନେ କଲେ never go outside କରିବା, ଆଜ୍ଞା ତ ଆଜ୍ଞା ନେଭର ନଟ ଆଉ ଥରେ ଗ ଲଗେଇଲେ ହବନି, ନେଭର ଗୋଟେ ନାହିଁରେ ଗଲା, ଡୁ ନଟ ବି ନାହିଁରେ ପଳେଇଯିବ, ଦିଟା ନାହିଁରେ ପଳେଇବ ନା। ହେଲା, ଆଜ୍ଞା ଆଜ୍ଞା ଆମେ ଗୋଟେରେ ୟୁଜ କରିବା। ତ ତାପରେ ମୋ ବାପା ଜଣେ ଡକ୍ଟର, ମୋ ବାପା ଜଣେ my ଡକ୍ଟର, father ମାଇ ଫାଦର a ଇଜ ଏ, doctor ମାଇ ଫାଦର ଇଜ ଏ is ଡକ୍ଟର। a ହଁ is a ହଁ, doctor ତ ମୋ ବାପା ଜଣେ ଡକ୍ଟର ନୁହଁ, ଏଠି ନୁହଁ ବୋଲି କହିଲେ ହଁ ଆମେ ଡଟ ଲଗେଇବେନି, ମାଇ ଫାଦର ଇଜ ନଟ ଏ ଡକ୍ଟର। ହେଲା, ହଁ not a doctor ମୁଁ ଜଣେ ଛାତ୍ର, ମୁଁ ଜଣେ ଛାତ୍ର କଣ ହବ, ଆଇ ଏମ୍ ଷ୍ଟୁଡେଣ୍ଟ। ଆଇ ଏମ୍ ଏ ଷ୍ଟୁଡେଣ୍ଟ। ଆଇ ଏମ୍ I am a student ମୁଁ ଜଣେ ଭଲ ଛାତ୍ର, I am a good student ମିଛ କୁହ ନାହିଁ, କହିଲେ ଦେଖିବା, ମିଛ କୁହ ନାହିଁ କଣ ହବ, don't li ଡୋଣ୍ଟ ଷ୍ଟୁଡେଣ୍ଟ। ଟେଲ୍, ଡୋଣ୍ଟ ଟେଲ୍ ଆଜ୍ଞା ଏ ଲାଏ। କୁହ ନାହିଁ ସାର୍ ହଁ, ମୁଁ କହିଥିଲି ହଁ ମିଛରେ ହଁ ଟେଲ୍ କହିବେ, ମିଛରେ ଟେଲ୍ କହିବେ, ଡୋଣ୍ଟ ଆଜ୍ଞା ଟେଲ୍ ଏ ଲାଏ। ହେଲା, ଆଜ୍ଞା ଡୋଣ୍ଟ। ମତେ ଖାଇବାକୁ ଦିଅ, ମତେ ଖାଇବାକୁ ଦିଅ, ଶୁଭିଲା। କଣ ହବ, ମତେ ଖାଇବା ପାଇଁ ଦିଅ ମତେ ଦିଅ, ଦିଅ, ଲେଟ୍ ମି ଇଟ୍, ଲେଟ୍ ମି ଉଁ, ହ୍ୟାଭ୍, ଲେଟ୍ ମି ଟେକ୍ ଫୁଡ, ଯାହା ବି ଲଗେଇବେ। ହେଲା, let me take it ହଉ ଠିକ ଅଛି, ବହୁତ ବହୁତ ଧନ୍ୟବାଦ କ୍ଲାସ କରିଥିବାରୁ। ଆଶା କରୁଛି ପୁଣି କାଲି ଥରେ ଆସିବେ। ଆମର ଏଠି କଣ ଥିଲା ମାନେ 3ଟାରୁ 4ଟାର କ୍ଲାସରେ ସୁନନ୍ଦା ମ୍ୟାମ୍ ଥିଲେ, ସେ ପରେ ଆସିଲେ, କିନ୍ତୁ ରାଧାକାନ୍ତ ନଥିଲେ। ସେ
ତଥାପି ବି ସେ ଜଏନ୍ କରୁଛନ୍ତି। ଅନ୍ୟ ପିଲାମାନେ ପସନ୍ଦ କରିକି ବି ସେ ସମୟଟା ସେ ଟାଇମଟା କେହି ଆସୁନାହାନ୍ତି ହେଲା। ଆଉ କାହାକୁ କହିକି କିଛି ଲାଭ ନାହିଁ। ଆମେ ଦି ଜଣ ହେଲେ ମତେ କିନ୍ତୁ 2 ଜଣ ହେଲେ ବି 2 ଜଣ ଛାଡିକି ଯିବନି, ସବୁବେଳେ କ୍ଲାସ କରିବା ହେଲା। ଆମକୁ ଆଉ କିଛି ଫରକ ପଡିବନି କିଏ ଆଜ୍ଞା ରହୁ କି ନ ରହୁ। ଆଉ କିଏ ଛୋଟ ପିଲା ନାହିଁ ନା କାହାକୁ ବୁଝେଇବା ହେଲା। ମୁଁ ଆପଣମାନଙ୍କୁ ସତ କଥା କହୁଛି, ଆଜ୍ଞା ଯଦି କୋଉଠି କ୍ଲାସ ପରଚେଜ କରିଥାନ୍ତେ କିଏ ବି ଆରେ ଡରିବାରେ ପଇସା ପଡିଗଲା ମୁଁ କିଛି ଶିଖି ପାରିଲି ନାହିଁ। ଆଜିକାଲି ନା ଗୋଟେ ମାନେ ମୁଁ ସିମ୍ପଲ ଇଏଟା କହୁଛି, ମାର୍କେଟରେ ଯଦି ଗୋଟେ ଜିନିଷ 10 ଟଙ୍କାରେ ବିକ୍ରି ହବ ଆଉ ଗୋଟେ ଜିନିଷ 100 ଟଙ୍କାରେ ବିକ୍ରି ହବ, ପ୍ରଥମେ ପ୍ରିଓରିଟି ଦେବେ 100 ଟଙ୍କାକୁ। ପ୍ରିଓରିଟି ଦେବେ ଶହେ ଆଜ୍ଞା ଟଙ୍କାର ଟାକୁ ବହୁତ ମୂଲ୍ୟ ଦେବେ। ଆରେ ସେଟା ତ 100 ଟଙ୍କା, ଭଲ ତ ହେଇଥିବ ନା, କଣ ସେ ଖାଲିଟାରେ 100 ଟଙ୍କା ନଉଛି? ଭଲ। ହଁ ଏମିତି। ଆଉ ସୁନନ୍ଦା ମ୍ୟାମ୍ ତ ସୋସିଆଲ ୱାର୍କର ଅଛନ୍ତି, ସେ ଭଲ ଭାବେ ଜାଣିଥିବେ ହେଲା। ସୋସିଆଲ ୱାର୍କର ରହିଲେ ବି ଇଜ୍ଜତ ବିହଚତ ନଥାଉଛି। ତଥାପି ବି କଣ ନା ସେଟା ମନରେ ଗୋଟେ ନିଶା ରହୁଛି, ନିଶା। ଆରେ କିଏ କଣ କହୁଛି କରୁ, ମୁଁ ସେଟା କରିବି। ସେଇଥିପାଇଁ ସେ ନିଶା ପାଇଁ ଲୋକ ଆଗକୁ ବଢୁଛନ୍ତି। ତ ଡୋଣ୍ଟ ହେଜିଟେଟ୍ ଟୁ ଆସ୍କ ମି ଏନିଥିଙ୍ଗ ଇଫ୍ ୟୁ ହାଭ୍ ଏନି କ୍ୱେରି ହେଲା। କେବେ ବି ହେଜିଟେଟ୍ ଆଜ୍ଞା କରିବନି ମତେ କିଛି କହିବା ପାଇଁ। ହେଜିଟେଟ୍ ମାନେ କଣ? ହେଜିଟେଟ୍ ଗୋଟେ ୱାର୍ଡ ଯୋଉ ଯାହାକି ବି ଆମେ ଯେମିତି ହିଚକିଚାପନ ଏମିତି କରୁଛୁ, ଆରେ କହିବି କି ନାହିଁ, କହିବି କି ନାହିଁ, କହିବି କି ନାହିଁ, ସାର୍ ଶୁଣିବେ କି ନାହିଁ ହେଲା। ପଛ ଭାବୁଛି। ହଁ, ତ ଡୋଣ୍ଟ ହେଜିଟେଟ୍ ନେଭର। ଆଜ୍ଞା ତ ଚାହୁଁଛି ଏଠି ରଖିଦେବା କ୍ଲାସଟା, ତାପରେ ମୁଁ ଭିଡ଼ିଓଟା ଲିଙ୍କ ଛାଡ଼ିବି। ଆଉ ଭିଡ଼ିଓରୁ ଦେଖି ଦେଖି ଆପଣମାନେ ସେଟା ନୋଟ୍ କରି ଟିକେ ଗୋଟେ ଦିଥର ଦେଖିଲେ ମନେ ରହିଯିବ। ତାପରେ ଆମେ କଣ ନା କାଲିକି କ୍ଲାସ୍ ଆର ଟିକେ ଡିସ୍କସନ କରିକି ନୂଆ କ୍ଲାସକୁ ଯିବା। ଏଟା ସରିଗଲେ ଆମେ ଆଜ୍ଞା ସ୍କିପ୍ ରିଟର୍ନ ଟିକେ କରିଦବା। କରିକି ହଁ, ଏଟା ଟିକେ 10-15 ମିନିଟ କଥା ହେବା। ନାଇଁ ଯେମିତି ଆମେ ଆମେ ଆଜି କହିଲୁ ସେଠାକୁ ଯାଅ, ଗୋ ଦେୟାର, ସେଠାକୁ ଯାଉ ଆଜ୍ଞା ନାହିଁ, ଡୋଣ୍ଟ ଗୋ ଦେୟାର, ସେଠାକୁ କେବେ ଯାଉ ନାହିଁ, ନେଭର ଗୋ ଦେୟାର ହେଲା। ଏଗୁଡାକ ସାଙ୍ଗେ ସ୍କିପ୍ ସାଙ୍ଗେ ସ୍ପିଡ୍ ହବ କଥା। କଣ କହିଲେ? ମାନେ କଥାଟା ଆହୁରି ସ୍ପିଡ୍ ହେଇଯିବ ଇଂଲିଶ ରେ ହଁ କଥା କହିବାକୁ। ହଁ। ଏ ଯୋଉ ଷ୍ଟ୍ରକ୍ଚର ଗୁଡାକ ଅଛି ଟିକେ ରିଭିଜନ ହେଇଗଲେ ଆହୁରି ଟିକେ ପାଣି କରି କରିକି ଯିବା। ହଉ ଠିକ ଅଛି। ତ ମୁଁ ରହିବା ପାଇଁ ଚାହୁଁଛି। ମୁଁ ପୁଣି 5ଟାରେ ଡ୍ୟୁଟିକି ଯିବି, ପୁଣି ରାତି ସାରା ଡ୍ୟୁଟି କରିବି, ତାପରେ କାଲି ପାଇଁ ଆସିବି। ବହୁତ ଆଶା କରିକି ଆସିବି ଯେ କିଛି ପିଲା ପୁଣି ଥରେ ମିଶିଥିବେ ହେଲା। ଆଜ୍ଞା ସାର୍। ଆଜ୍ଞା ହଉ। ହେଲେ ସୁନନ୍ଦା ମ୍ୟାମ୍, ଆମର ରାଧାକାନ୍ତ ସାର୍ ରହିବେ ହେଲା। କାଲିକି ଆସିବେ ହଁ ଆଜ୍ଞା ସାର୍। ଆଜ୍ଞା। ହେଲା, କୁଆଡେ ଯିବେନି। ଆଉ ଆଗରୁ ନାଇଁ ଦେଖ, ସେ ସୁନନ୍ଦା ଆଗରୁ ଜାଣିଥିଲେ, ମୁଁ ଆଗରୁ କ୍ଲାସ ଗୁଡାକ ଯେମିତି ଜାନୁଆରୀ 1ରୁ ଆରମ୍ଭ କରିବାକୁ କହିକି ମୁଁ ଆସିନଥିଲି। ପଚାରିଲେ, ପ୍ରଶ୍ନ ପଚାରିଲେ, ସାର୍ କହିଲେ କାହିଁକି ଆସିଲେନି? ମୁଁ ତାକୁ କହିଲି ଆଉ କଣ କରିବା କହ, ମୁଁ ଆଶା ନେଇକି ଆସିଥିଲି, ଆଉ କିଏ ଆସିଲେ ନାହିଁ, ଏମିତି ସେମିତି ସବୁ ଆଉ କିଛି ଇଆଡୁ ସିଆଡୁ କହିଲେ। ତାପରେ ବର୍ତ୍ତମାନ ମୁଁ ସ୍ଥିର କରିଲି ଯେ କିଏ ଆସୁ ନ ଆସୁ, କିଏ ଆସୁ ନ ଆସୁ, କିଛି ଫରକ ପଡିବାର ନାହିଁ। ଆମର ଚଲେଇବା ହେଲା। ହଉ, ରହୁଛି। ଦେଖା ହବ କାଲିକି। ବାଇ, ହଉ ଟେକ୍ କେୟାର। ଆଜ୍ଞା। ସାର୍।